मन्नाथ श्री जगन्नाथ मदगुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। क्रियायोग परंपरार समस्त गुरु मानक मु प्रणाम करुछि। विश्वर प्रत्येक संप्रदायर गुरु मानक मु प्रणाम करुछि। उपस्थित भगवत स्वरूपगण सबुर भितरे जगन्नाथ को उपलब्धि करी मु प्रणाम करुछि। आज 9 तारीख मार्च मास 2025 मसीहा रविवार। प्रत्येक कथारे आमे कहू जहाँ मो भाग्य थिला ताहा ही घटिला बा घटुछि। प्राय लोक कहती कई कहती नहीं जहाँ मु करुछि जहाँ मु करिछि ताहा मु भोगुछि। कई कथा कहते नहीं। समस्ते जेकोसी घटना तांको जीवन रे घटे से घटनाटा जे निज लगी घटिछि निजे तार स्रष्टा निजे ताको सृष्टि करिछि से विषय से जाने नहीं। तार स्वभाव सबुबले काहारी ना काहारी उपरे दोष आरोप करे। प्रत्येक प्राणींकर कहीं तार अहंकार आउ अज्ञानतारू। देखंतु जेते शास्त्र अध्ययन करंतु जेते शास्त्र लेखंतु जेते प्रवचन दियंतु जदि निजर स्वभावर परिवर्तन घटिला नहीं अर्थात मनीष भितरु अहंकार आउ अज्ञानता जदि न गला जेते बड़ साधक होइथांतु जेते शास्त्र लिखिथांतु जेते शास्त्र कथा कहंतु जेते प्रवचन दियंतु आपण भितरे जदि दैवी गुण ईश्वरीय गुण बा डिवाइन क्वालिटीज आपण मन भितरे जदि प्रकाशित नहला उद्भासित नहला ताले ए सबु कर्मर फल किछि अछि कि देखिबे समस्त रिजल्ट फल गुड़िक आपणक जीवन रे जा घटुछि सबकिछि निर्भर करुछि आपणकर क्रियमाण उपरे। सबकिछि आपण जहाँ प्रारब्ध कहतु जहाँ संचित कहतु वर्तमान जहाँ आपण भोगुचंदी प्रत्येकटी रिजल्ट कर्म फलटा आपण जीवन रे जो फल भोगुचंदी सबकिछि निर्भर करुछि आपणकर क्रियमाण उपरे। सबुले गुरुदेव कहते टू लिव इन प्रेजेंट ऑलवेज। तुम्हें सबुले वर्तमान रे रुह सबुले वर्तमान रे रुह। कौन वर्तमानटा आमको जना नहीं। वर्तमानटा होउछि प्रत्येकटी समय प्रत्येकटी मुहूर्त आम पाई होउछि वर्तमान। प्रत्येकटी मुहूर्त को जदि आम सत्य करी गढ़ी तोलिबा
ଅର୍ଥାତ୍ ସତ୍ ଚେତନାରେ, ସତ୍ କାର୍ଯ୍ୟରେ, ସତ୍ ଭାବରେ, ସତ୍ ଆଚରଣରେ ଯଦି ଫୁଟେଇବା, ତାହେଲେ ଆପଣଙ୍କର ଭବିଷ୍ୟତ ନିଶ୍ଚିନ୍ତ ଉଜ୍ଜଳମୟ ଆଲୋକମୟ ହିଁ ହେବ। ଦେଖନ୍ତୁ, ଗୋଟେ ଭୌତିକ ଜଗତର କଥା, ଗୋଟେ ପିଲାଟେ ଯଦି ଶ୍ରଦ୍ଧାର ସହିତ ନିଷ୍ଠାର ସହିତ ପାଠ ପଢ଼େ, ନିଶ୍ଚିନ୍ତ ଭାବରେ ତା ରେଜଲ୍ଟ 15-20 ବର୍ଷ ପରେ ତାକୁ ପ୍ରାପ୍ତି ହୁଏ। ଯେତେବେଳେ ପୋଷ୍ଟ ଗ୍ରାଜୁଏଟ୍ ହୁଏ କି ଏମ୍ଫିଲ୍ PhD କରେ, ତାପରେ କୌଣସି ସର୍ଭିସ୍ ପାଇଁ ପ୍ରସ୍ତୁତ ହୁଏ, ଇଣ୍ଟରଭ୍ୟୁ ହେରିକା ଦିଏ, ନିଶ୍ଚିନ୍ତ ସକ୍ସେସ୍ ହୁଏ 15 ବର୍ଷ ପରେ। ସେଇଭଳି ଏଇ 15 ବର୍ଷର ଶ୍ରଦ୍ଧା ନିଷ୍ଠାର ଫଳ ତାକୁ ପ୍ରାପ୍ତି ହୁଏ ଦିନେ ଦିନେ। ଯଦି ଶ୍ରଦ୍ଧାର ସହିତ ପାଠ ନ ପଢ଼ିଥିବ, ନିଷ୍ଠାର ସହିତ ତା ପାଠରେ ମନ ନ ରଖିଥିବ, ତାକୁ କେତେବେଳେ ଭଲ ରେଜଲ୍ଟ ମିଳିବ ନାହିଁ। ଏଠି ନିର୍ଭର କରୁଛି ସବୁକିଛି କ୍ରିୟମାଣ ଉପରେ। ମନରେ ପ୍ରଶ୍ନ ଉଠୁଥିବ, ଆମେ ବହୁତ ପରିଶ୍ରମ କରି ପାଠ ପଢ଼ିଲୁ, ଆମକୁ ଏତେ ଭଲ ମାର୍କ ବା ରେଜଲ୍ଟ, ଏତେ ପରସେଣ୍ଟେଜ ଭଲ ରହିଲା ନାହିଁ। କିନ୍ତୁ ସେ ପିଲାଟି ଅଳ୍ପ ପରିଶ୍ରମ ଆମଠାରୁ କରିଛି, ମୋ ଠାରୁ କରିଛି, ଭଲ ପରସେଣ୍ଟ ରଖିଲା, ଭଲ ରେଜଲ୍ଟ କଲା। ମନରେ ପ୍ରଶ୍ନ ଉଠେ, ତାର କାରଣ କ'ଣ? ଦେଖିବେ, ତାର କାରଣ ଖୋଜିଲେ ଆପଣ ପାଇବେ ଆଧ୍ୟାତ୍ମିକ ଜଗତରେ, ଭୌତିକ ଜଗତରେ ତାର କାରଣ କିଛି ପାଇପାରିବେ ନାହିଁ। କାରଣ ଭୌତିକ ଜଗତଟା ସମ୍ପୂର୍ଣ୍ଣ ଭାବରେ ସ୍ଥୂଳ, ଆଧ୍ୟାତ୍ମିକ ଜଗତଟା ସମ୍ପୂର୍ଣ୍ଣ ଭାବରେ ସୂକ୍ଷ୍ମାଦି ସୂକ୍ଷ୍ମ ଏବଂ କାରଣ। ଯଦି ଆପଣଙ୍କର ଜ୍ଞାନ ଥବ, ଆତ୍ମଜ୍ଞାନ ଥବ ବା ଆଧ୍ୟାତ୍ମିକ ଜ୍ଞାନ ଥବ, ସ୍ପିରିଚୁଆଲ ନଲେଜ ଥବ, ଆପଣ ଗୋଟିଏ ଉତ୍ତର ଦେବେ, ତା ଭାଗ୍ୟରେ ଥିଲା, ସେ ଏତେ ବଡ଼ ଆଚିଭମେଣ୍ଟସ୍ ତା ଲାଇଫରେ କଲା। ମନରେ ପ୍ରଶ୍ନ ଉଠେ, ସେଇ ଯେଉଁ ଭାଗ୍ୟରେ ଥିଲା କଥାଟା ମୁହଁରୁ ଆମର ବାହାରିଛି, ଆମେ ଚିନ୍ତନ କରିଛେ ବା କହିଛେ, ସେ ଭାଗ୍ୟଟାକୁ ଚୟନ କରିଛି କିଏ? ସେ ଭାଗ୍ୟଟାକୁ ସୃଷ୍ଟି କରିଛି କିଏ? ସେ ନା ତା ପାଇଁ ଆଉ କିଏ? ଯେଉଁ ଭାଗ୍ୟଟା ତା ଲାଗି ସୃଷ୍ଟି ହେଇଛି, ସେଇଟା କ୍ରିୟମାଣରୁ ହେଇଛି ନା କେଉଁଥିରୁ ହେଇଛି? ଦେଖିବେ, ଆପଣଙ୍କର ଯାହା କିଛି ହେଇଛି ତାହା ହିଁ ସବୁ କ୍ରିୟମାଣରୁ ହେଇଛି। ସେ ପ୍ରାରବ୍ଧଟା ହିଁ କ୍ରିୟମାଣରୁ, ସେ ସଞ୍ଚିତଟା ହିଁ କ୍ରିୟମାଣରୁ, ବର୍ତ୍ତମାନଟା ଯାହା କରୁଛନ୍ତି ସବୁକିଛି ସେଇ କ୍ରିୟମାଣରୁ। ଦେଖନ୍ତୁ, ମନରେ ପ୍ରଶ୍ନ ଉଠେ, 50 ବର୍ଷ ପୂର୍ବେ, ଆମକୁ ଠିକ୍ ଭାବରେ ଜଣା ନାହିଁ, 60 ବର୍ଷ ପୂର୍ବେ ଇଲେକ୍ଟ୍ରିସିଟି ନଥିଲା। ବର୍ତ୍ତମାନ ଦେଖନ୍ତୁ, ଏ ଜୀବନଟା ସବୁକିଛି ସମସ୍ତଙ୍କର ନିର୍ଭର କରୁଛି ଇଲେକ୍ଟ୍ରିକ୍ ଉପରେ, ଇଲେକ୍ଟ୍ରିସିଟି ଉପରେ। ଯାହା ଦେଖିବେ, ଯଦି ଇଲେକ୍ଟ୍ରିସିଟି ବନ୍ଦ ହୋଇଯାଏ, କମ୍ପ୍ଲିଟ୍ 3-4 ଦିନ ବନ୍ଦ ହୋଇଯାଏ ସମ୍ପୂର୍ଣ୍ଣ ଭାବରେ, ଦେଖିବେ ମଣିଷ ଜୀବନ କେତେ ଦୁର୍ବିଷ ହୋଇ ପଡ଼ିବ। ମଣିଷ ସବୁକିଛି ହରେଇ ବସିଛି ବୋଲି ଭାବିବ ଏବଂ କେତେ ଲୋକ ମରିଯିବେ। କିଟି ବିଜୁଳିର ପ୍ରଭାବ, କରେଣ୍ଟର ପ୍ରଭାବ। ତେଣୁ ଆପଣଙ୍କର ବର୍ତ୍ତମାନ ଟାଇମରେ ଆମେ ଇଲେକ୍ଟ୍ରିର ଏତେ ଆବଶ୍ୟକତା ଅନୁଭବ କରୁଛେ। ଏକ୍ଜାମ୍ପଲ୍ ପାଇଁ ବାବା କହୁଛନ୍ତି, ଏଇଟା ତ ନଥିଲା, ଏଇଟା ପୁଣି କେମିତି? ଆମେ କହୁଛେ ପ୍ରାରବ୍ଧ ଥିଲା, ଆମେ ଏଇଟା ଭୋଗ ହେଲା। ଏଇଟା ତ ଇଲେକ୍ଟ୍ରିସିଟି ନଥିଲା। ବର୍ତ୍ତମାନ ବିନା ଫ୍ୟାନରେ, ବିନା ଏସିରେ, ବିନା ଲାଇଟରେ ଆମେ ତ କିଛି କରିପାରିବା ନାହିଁ। ମାଇକ୍ଟିଭ ସାଉଣ୍ଡଟେ ବି ବାଜିପାରିବ ନାହିଁ। ଏ ତ ନଥିଲା। ଆର ଆବଶ୍ୟକତା
पुणी एबे केमती एते पड़ुचे आ मूलरे गोटे कारण होचे वर्तमान उपर ही निर्भर करुचे एटा प्रारब्ध उपर निर्भर करूना चषमा आपण मैंने लगे बसी ये तो चषमा नथिला गोटे मुहूर्त जा आखि खराब एमती काढ़ी पार ना तो मो अंध आज्ञा कते देखा जाऊनी एमती भी अभ्यस्त हो गला लोक बिना चषमा सी भी बसी पार ना देखुना 4-5 जन चषमा 7-8 जन 10 जन चषमा लगे बस 1 2 3 4 5 6 7 जन बस चषमा लगे कौन प्रारब्ध चषमा तो नथिला ना इलेक्ट्रिक लाइन नथिला चषमा नथिला अपन लोग केमिति बसुतले पाठ पढ़ुतले करुतले एटा क्रियमाण अपन जदि समीक्षा करेंगे प्रारब्ध अच्छी क्रियमाण भी अच्छे तेणु वर्तमान क्रियमाण उपरे सबकिछि निर्भर करुछि सबकिछि ए जन्मटा निर्भर करुछि आउ जदि आपणकर ए जन्मर परिसमाप्ति करि पारिले नै जो मूल उत्सरू आसीथिले से मूल उत्स को आपण जाई पारले नै जो परम पिता परम ब्रह्म ठारू आसीथिले से परमात्मा परम ब्रह्म पाखक आपण जाई पारले नै यात्रा चलीछि 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 शेष नाही जेमती नदीटीए पहाड़ उपरू बाहरिछि कलकल नाद करी प्रवाहित होउछि तार लक्ष्य मु से सागर सहित मिसिबी समुद्र सहित मिसिबी सेमती आमे सृष्टि होइछे परमात्मा परम ब्रह्म ठारू आमर लक्ष्य समस्तंकर से परमात्मा परम ब्रह्म सहित मिलन हवा बा एकाकार हो जिबा एथिपई सबु किछि निर्भर करुछि आपणकर क्रियमाण उपरे तेणु क्रियमाण बोले वर्तमान कर्मटा आमे जहा करुचे भागवत गोटे पद लेखा अच्छी भूतात कर्मपादे सेव कर्म हूँ नाही अन्य देव से कहते कर्म ठारू आउ बड़ देवता ये संसार रे किछि नाही जहाँ को आमर इंग्लिश रे कहा जाए ड्यूटी इज गॉड को ड्यूटीटा बाबा बहुत थर कहते एवं आउ थे उपस्थापना करेंगे बारंबार गोटे कथा को उपस्थापना करा जाए विभिन्न प्रकार उपमा अलंकार देकी कहीं नाम भितरे सचेतनता जाग्रत करने चेतना नुहे सचेतनता जाग्रत करने आम भितरे चेतना नहीं जहाँ कहती कॉन्शसनेस इंग्लिश रे आम भितर नहीं तेणु क्रियमानटा भेरी इंपोर्टाट तेणु क्रियमानटा केमिति करिवे से कथा आम समाज रे आमर परिवेश रे आमर परिवार रे से शिक्षा बापा माँ शिखी नांती कि समाज भी शिखी नहीं परिवेश आमर शिखी नहीं से शिक्षा क्या दि जाऊ ना जहाँ फल लोक विज्ञानर अग्रगति फल इति उच्च स्तर को गला परे भौतिक जगतर कहीं अमेरिका कहीं भारत 20 घंटा 22 घंटा आसी पहुँची जाऊँ कहीं अमेरिका ये बसी व्हाट्सअप रे वीडियो कॉल फोन रे कथबार्ता गोटे मुहूर्तक मध्य पेटरे कोठी की रोग होइछि चेस्ट रे की रोग होइछि किडनी भीतर स्टोन गॉल ब्लैडर भीतर स्टोन हार्ट भीतर ब्लॉकेज ब्रेन भीतर कोठी ट्यूमर सबू जानी पारुछि ऑपरेशन करी अनेक सक्सेस होउछन्ती अनेकर डेथ हो जाउछि इति एडवांस कला परे देखंतु लोकर आत्मज्ञान नथिबारु आध्यात्म ज्ञान नथिबारु निजर क्रियमानटा केमिति करिवो ताहा जानि नथिबारु से कि दुख कि जंत्रणा कि कष्ट ही भोग करुछि
ଏତେ ଡେଭଲପ୍ କରିଛି, ଭଲ ପିନ୍ଧୁଛି, ଭଲ ଖାଉଛି, ଅନେକ ଦୂର ଦୂରାନ୍ତକୁ ଅଳ୍ପ ସମୟରେ ଯାଇପାରୁଛି, ଦେଶ ବିଦେଶର ଖବର ପାଇପାରୁଛି, ବହୁତ ରୋଜଗାର କରୁଛି, ବାପା ମାଙ୍କ ଠାରୁ ବହୁତ ଡେଭଲପ୍ ହେଇଯାଇଛି। କିନ୍ତୁ ମାନସିକ ଜଗତରେ ଗୋଟେ ବିକୃତ ମସ୍ତିଷ୍କ, ଦେହ କାହାର ସୁସ୍ଥ ନାହିଁ, ମନ କାହାର ସୁସ୍ଥ ନାହିଁ, ମସ୍ତିଷ୍କ ବ୍ରେନ୍ କାହାର ସୁସ୍ଥ ନାହିଁ, କାହାର ବୋଲି କାହାର ସୁସ୍ଥ ନାହିଁ। ଏସବୁର ମୂଳ ଯଦି ଆପଣ ଖୋଜିକି ଦେଖିବେ, ଆପଣ ଆଜି ଯେଉଁ ସୁଖ ଭୋଗୁଛନ୍ତି, ଯେଉଁ ଶାନ୍ତି ଭୋଗୁଛନ୍ତି କେଜାଣି, ଯେଉଁମାନେ ଆଧ୍ୟାତ୍ମିକ ଜଗତର ଯାତ୍ରୀ ସେମାନେ ଟିକେ ଶାନ୍ତି ଭୋଗନ୍ତି, ଯେଉଁମାନେ ଭୌତିକ ଜଗତର ଯାତ୍ରୀ ସେମାନେ ସୁଖ ଭୋଗନ୍ତି, କ୍ଷଣିକ ସମୟ ପାଇଁ 5 ମିନିଟ୍ 6 ମିନିଟ୍ 3 ମିନିଟ୍ 2 ମିନିଟ୍ ଏମିତି ଟିକେ ଭୋଗନ୍ତି। ଭଲ ରୋଷେଇ ହେଇଛି, ଟିକେ ଖାଇଦେଲା, ସରିଗଲା, ତାପରେ ଆଉ ନାହିଁ। ଗୋଟେ ଭଲ ସିନେରୀ ଦେଖିଦେଲେ, ଆହା ସରିଗଲା। ସେଇ ସମୟରେ ଗୋଟେ ଫୋନ୍ ଆସିଲା, ତମ ବାପାଙ୍କର ଦେହ ଅସୁସ୍ଥ ହେଇଯାଇଛି, ସରିଗଲା। ସେ ସିନେରୀ ଦେଖା ସରିଗଲା, ସେ ଖାଇବା ସରିଗଲା। ଶାଶ୍ୱତୀ ବିରାଟ ଦୁଃଖ, ଯନ୍ତ୍ରଣା, କଷ୍ଟ ଆପଣ ମନ ଭିତରକୁ ମାଡ଼ି ଆସିଲା। ଏଇଠି ଗୋଟେ ବ୍ୟତିକ୍ରମ ଦେଖାଦିଏ। ଯଦି ଜୀବନ ବଞ୍ଚିବାର ଶୈଳୀ, ଜୀବନ ବଞ୍ଚିବାର କଳା ଯଦି ଆପଣ ଶିଖିଥିବେ, ଆଉ କ୍ରିୟମାନଟାକୁ କେମିତି କରାଯିବ ଆପଣ ଯଦି ଶିଖିଥିବେ, ସେଇ ଶିକ୍ଷା ଆପଣ ବାପା ମା ଲାଭ କରିଥିବେ, ଆପଣ ପରିବାରର ସମସ୍ତ ବ୍ୟକ୍ତି ଲାଭ କରିଥିବେ, ଆପଣ ସୋସାଇଟି ଯଦି ଜାଣିଥିବ, ଆପଣଙ୍କୁ କୌଣସି ଘଟଣାରେ, କୌଣସି ଇନସିଡେଣ୍ଟରେ ଆପଣ କେବେ ପରିବର୍ତ୍ତନ ହେବେ ନାହିଁ। ଗୋଟିଏ ଭାବରେ ରହିବେ, ଗୋଟିଏ ଚିନ୍ତାରେ ରହିବେ, ଗୋଟିଏ ଥଟ୍ରେ ରହିବେ। ସେଥିଲାଗି କ୍ରିୟା ଯୋଗ ପରମ୍ପରାରେ ଆମକୁ ଗୋଟିଏ ଟେକ୍ନିକ୍ ଶିଖାଯାଏ। କ୍ରିୟମାନଟା ସବୁ ତୁମେ, ସବୁ ତୁମେ, ସବୁ ତୁମେ, ସବୁ ତୁମେ। ଗଡ୍ ଇଜ୍ ଏଭ୍ରିଥିଙ୍ଗ, ଏଭ୍ରିଥିଙ୍ଗ ଇଜ୍ ଗଡ୍। ସବୁ ଈଶ୍ୱର କରୁଛନ୍ତି, କରାଉଛନ୍ତି, ସବୁ ତୁମେ। ଜଣେ କହୁଛି କ'ଣ ନା, ମୁଁ ସାଧନା କରିପାରୁନାହିଁ। ଦେଖନ୍ତୁ ଏ ଘଟଣାର ମୂଳଟା କେଉଁଠି? ସବୁବେଳେ ମୂଳକୁ ଯିବେ, ଆଉ ପ୍ରତ୍ୟେକ କଥାରେ ଆପଣ ହ୍ୱାଇ ଲଗେଇବେ। ବାବା ଏ କଥା ସତ୍ସଙ୍ଗରେ ବାରମ୍ବାର ଉପସ୍ଥାପନା କରିଛନ୍ତି, କରୁଛନ୍ତି, କରିବେ। କାହିଁକି ମୁଁ ସାଧନା କରିପାରୁନାହିଁ? ଭଗବତ ପ୍ରାପ୍ତି ପାଇଁ ଯାହା ଆମେ ଜୀବନରେ ଅଭ୍ୟାସ କରୁ ତାକୁ ତ ସାଧନା କୁହାଯାଏ ନା। କାହିଁକି କରିପାରୁନି? ଏଥିପାଇଁ ଦାୟୀ ମୁଁ ନିଜେ, ନା ମୋର ପରିବାର, ନା ମୋର ସରାଉଣ୍ଡିଂ, ନା ମୋର ସମାଜ? ଦେଖନ୍ତୁ ଆପଣଙ୍କର କାହା ସହିତ ରିଲେସନ୍ ନାହିଁ। ଡିପଲି ଭାବି ଦେଖିବେ, ଆପଣଙ୍କର କାହା ସହିତ ରିଲେସନ୍ ନାହିଁ। ଆପଣ ଆସିଥିଲେ, ଆପଣ ମା ଗର୍ଭରେ ଏକୁଟିଆ ଥିଲେ। ମନରେ ଗୋଟେ ପ୍ରଶ୍ନ ଉଠେ, ବାବା କ'ଣ ଏକୁଟିଆ? ଆଜିକାଲି ଯେଉଁ ଟୁଇନ୍ସ ଯାଆଁଳା ପିଲା ଜନ୍ମ, ଉଚିତ 2 ଜଣ ଥିଲେ। ପ୍ରାୟ 100ରେ 99.9 କହିଲେ ଏକୁଟିଆ। ତୁମେ ଏକୁଟିଆ ଆସିଛ, ତୁମେ ଏକୁଟିଆ ଏଠି ବଞ୍ଚିଛ। ଏ ଏକୁଟିଆ ବଞ୍ଚିବା ଭିତରେ ଯେତେବେଳେ ବଡ଼ ହେଇଯାଇଛ, 5 ବର୍ଷ ପରେ ତୁମେ ସାଥୀ ଖୋଜିଛ। ପୁଣି କିଛି ଦିନ ଗଲା ପରେ ଅନେକ ଜୀବନରେ ଦୁଃଖ, ଯନ୍ତ୍ରଣା, ଘାତ, ପ୍ରତିଘାତ ସମସ୍ତଙ୍କ ଜୀବନରେ ଆସେ। ପ୍ରତ୍ୟେକଟି ସମୟରେ ଜୀବନରେ ଯୁଦ୍ଧ ଚାଲିଛି। ଇଚ୍ ମୁମେଣ୍ଟ ଆପଣ ଭିତରେ ଷ୍ଟ୍ରଗଲ୍, ପ୍ରତ୍ୟେକଟି ମୁହୂର୍ତ୍ତରେ ଆପଣ ଭିତରେ ସଂଗ୍ରାମ ଚାଲିଛି। ବର୍ତ୍ତମାନ ଗରମ ହେଉଛି, ଆପଣ ଏସି ଲଗାଇଛନ୍ତି। ଆଉ କିଛି ସମୟ ପରେ ଆପଣ ଭୋକ ହେବ, ଆପଣ ଖାଇବେ। ଆଉ କିଛି ସମୟ ପରେ ନିଦ ଆସିବ, ଆପଣ ଶୋଇବେ। ସବୁ ସମୟରେ ଦେଖିବେ ଫାଇଟ୍ ଚାଲିଛି। ଏ ମନକୁ ବିଶ୍ରାମ ନାହିଁ। କାହିଁକି ନା ଆମ କ୍ରିୟମାନଟାକୁ ଆମେ ଏପର୍ଯ୍ୟନ୍ତ ସଜାଡ଼ି ପାରିଲେ ନାହିଁ। କାହିଁ ସଜାଡ଼ି ପାରିଲେ ନାହିଁ? ମନରେ ପ୍ରଶ୍ନ ଉଠିବ। ଆମେ ସେଥିପାଇଁ କି କୌଣସି ଶିକ୍ଷା ଆମର ଏ ସଂସାର ଭିତରେ
आमको दि जाऊना आमको गोटे शिक्षा दि जाऊँच पाठ पढ़ चाकरी कर कि बिजनेस कर टंका रोजगार कर एवं विवाह हुआ जमी किणिकी कोठा बाड़ी कर सुधा किण बैंक बालांस कर एतिक आमको शिखई दि जाऊँ बापा माँ आम समाज आम देखुचे समस्ते तो ये व्यस्त शଯ୍ୟା त्यागरू शଯ୍ୟା को जीवा पर्यंत गोटे लोक को देख ताको निश्वास मारिबा को समय नहीं कौच अणिनिश्वास कथा रहीगला कहीं मु साधना करि पारुना मोर प्रतिबंधक मु निजे ना मो स्वामी ना मो सासु ससुर ना मोर समाज देखंतु केही एथिपाई प्रतिबंधक नुहंती आपण आस्तेले कुटिया मझे किसी जन साथी हेले एमती गोटे समय आसब 25-30 वर्ष भोग कलापर जहाँ को आप साथी करते जी आप सहित साथी होते से कुआड़ चली जाइछन अति आपणार अति प्रिय निजर पिता और माता देखी सी भी ना जहाँ भीतर दे तुम आसी जे तुमको गर्भरे धारण करते से ना अति आपणार देखिए धीरे 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 समस्ते चले जाऊँ देखिए आपणकर विपद पड़ी से विपदटा बहुत दिन कंटिन्यू कर आपणकर समस्ते दूरे जीवे देखिए आपण पाखे पैसा ना आपण गरीब हो गले जहाँ कहते निस्व होगले पोर होगले वेल्थ चलीगला देखिए आपण कहीं अनेबे ना कहीं आपणकर आपणार ना आज अर्थ अच्छी देखु समस्ते आपणार समीक्षा करूँ क्रियमानटा को आम केमी करवा आपण भावुते मोर आपणार कहीं आपणार नुहति कहीं ना आम क्रियमानटा को ठीक करने कि देखिए आपणकर समस्ते आपणार हो समस्ते आपन को भल पाइबे समस्ते आपन को श्रद्धा करेंगे समस्ते आपन को पचारि बुझे समस्ते आपन पछरे गोड़े गोटे जालेनी काठ जदि हम आंब चाखुंडा यूकालिपटास जिते जालेनी काठ अच्छे ताकू लोक हाणिमे जाड़े रोषे करेंगे अंगार हम अंगार फोपाड़ी देवे पाउंश हम पाउंश फोपाड़ी देवे गोटे चंदन गछर काठ को हाणिकी पोड़ी किए कहीं पोड़ी ना ना मूल्यवान से कौन हम ना देव कार्य लगे से घसा हेले कौन हम ना बास्ना हम से बास्नाटा आपण को माइंड को आपण को ब्रेन को माइंड को कहले ठीक है फ्रेश करदेव इमिडिएट सुंदर स्मेल आपण को ब्रेन भीतर चली गले आपण इमिडिएट फ्रेश हो देखु चंदन जोटी घोरा हुए केते बास्ना हुए लगेदेले मन आउ गोटे भाव आस से पुणी कौटी लगा है ना मनीषर मुंडरे लगा है सबुथ हुई कहीं नाके लगेले कौन हेनी गाले लगेले हेनी पार्टी लगेले हेनी हाथ लगेले हेनी आग व्यक्ति कौन कर ना मुंडे मार कहीं मुंडे मार से अंक कसतु बाबा सब अंक कषि कहीदेवे ताले आपण पाइबे कौन कहीं मुंडे आग लगा तेणु एथुर समीक्षा करंतु आपण की प्रकार काठ चाखुंडा कि ओऊ कि तेंतुली कि बण चाखुंडा कि आंब कि पलास कि आकाशिया को प्रकार काठ आपण दुनिया को बासुचंती ना गंधइबे आपण का सेबारे ठाकुर सेबारे लगुचंती कि आपण परिवार सेबारे लगुचंती यू वॉच योर माइंड यू वॉच योर थॉट्स कहीं आपण कर्मटा को ठीक भाव करवाटा शिखी ना कि जानी ना कि जानिया इच्छा होना बाबा पूर्वर कहीदेले कौन ना पाठ पढ़ब चाकरी करिब जदि चाकरी न हो पारिला बिजनेस करिब उठा करिब बाहा हब पिला छुआ हब ताकर जत्न नब आउ
ସୁନା କିଣିବ, ଗାଡ଼ି କରିବ, ଡିପୋଜିଟ୍ କରିବ ଏବଂ ସେ ଡିପୋଜିଟ୍ଟାରେ ସବୁବେଳେ ଆଡ଼୍ କରୁଥିବ। ଆଜି 10 ଲକ୍ଷ, ଏ ବର୍ଷ 2 ଲକ୍ଷ, 12 ଲକ୍ଷ, ଯଦି କେଉଁଠି ଗୋଟେ ମାଇନସ୍ ହେଇଯାଇଛି ମୁଣ୍ଡ ବିକୃତ। ତେଣୁ ଏତେ ସାଧନା କରିବାକୁ କିଏ ବନ୍ଦ କରୁଛି? କଥା ପୁଣି ରହିଯାଉଛି, ମୋର କ୍ରିୟମାନଟା ରହିଯାଉଛି। ମୁଁ ଖାଇବାକୁ ତ କେହି ବନ୍ଦ କରିନାହାନ୍ତି। ଯଦି ମୋ ଖାଇବାକୁ କିଏ ବନ୍ଦ କରିବେ ମୁଁ ପ୍ରତିବାଦ କରିବି। ମୋ ପିନ୍ଧିବାକୁ ବନ୍ଦ କଲେ ମୁଁ ପ୍ରତିବାଦ କରିବି। ସ୍ୱାମୀ ହଉ, ଭାଇ ହଉ, ଭଉଣୀ ହଉ, ଯିଏ ହଉ, ମୁଁ ଲଢ଼େଇ କରିବି। ଯଦି ଲଢ଼େଇରେ ନ ପାରିଲି କାହାର ଆଶ୍ରୟ ନେବି। କାହାର ଆଶ୍ରୟ ଯଦି ନ ପାରିଲେ ମୁଁ ଆଇନର ଲାଷ୍ଟକୁ ଆଶ୍ରୟ ନେବି। ନେଉଛନ୍ତି ନା ନେଉନାହାନ୍ତି? ଭୌତିକ ଜଗତର ଖାଇବା ପାଇଁ, ପିନ୍ଧିବା ପାଇଁ, ଆଉ କୋଠାବାଡ଼ି ପାଇଁ ମୋ ଭାଇ ଯଦି ମୋତେ ଜାଗା ନ ଦେଇଛି ଚାଲିବ। ଲୋକ ସେଥିରେ ସେଟିଂ ହେବେ। ଲୋକ ସେଟିଂ ନ ପାରିଲେ ଦାଦା ଗୁଣ୍ଡା ଲାଗିବେ। ଦାଦା ଗୁଣ୍ଡା ନ ପାରିଲେ ସେ ଆଇନର ଆଶ୍ରୟ ନେଇଯିବ। ସେ କ'ଣ ଛାଡ଼ିବ? କେବେ ଛାଡ଼ିବ ନାହିଁ। କି ଭୌତିକ ଜଗତ ପାଇଁ ତା ପାଇଁ ପ୍ରାରବ୍ଧଟା ବଳବାନ ହେଇକି ଅଛି। କାରଣ ପୂର୍ବରୁ ଭାଇର ସମ୍ପତ୍ତି ନେଇଥିଲା ନା କ'ଣ? କଥାଟାକୁ ଦେଖନ୍ତୁ, ସବୁ କଥାରେ କେମିତି ପ୍ରାରବ୍ଧ କହି ଲୋକଟା ଖସି ଯାଉଛି। ଏ ଭାଇ ଆଜି ଯେ ସ୍ୱାମୀ ସ୍ତ୍ରୀ, କାଲି ସ୍ୱାମୀ ସ୍ତ୍ରୀ ଜମା ହେବେନି, ଆମେ କନଫର୍ମ। ଆଜି ଯେ ଭାଇ ଭଉଣୀ, କାଲି ସେ ଭାଇ ଭଉଣୀ ହେବେ ନାହିଁ। ଆଜି ଯେ ଭାଇ ଭାଇ, କାଲି ସେ ଭାଇ ଭାଇ କେବେ ହେବେନି। କିଏ ମରିବ, ତାର କର୍ମ ନେଇ କେଉଁଠିକି ସେ ଯିବ, ଅଦୃଷ୍ଟ ଭଗବାନ ତାକୁ କେଉଁଠିକି ପଠେଇବେ, ପୁଣି କେଉଁଠିକି ଜନ୍ମ ଦେବେ, କିଛି ତାର ସମ୍ପର୍କ ନାହିଁ। ଶାସ୍ତ୍ରୀୟ ପ୍ରମାଣ। ବାବା ଏ କଥା ମନକୁ କହୁନାହାନ୍ତି। କେତୋର ଜନନୀ, କେତୋର ବାନ୍ଧବ, ଖାଇବା ଖେଳିବା ସୁଖ ସରଦା, ମରିଗଲେ କାଉଁ ଏ ଦେହ ପାଇବୁ, ଘନଶ୍ୟାମ ରୂପ ଚିତ୍ତେ ଧାଉଥା, ହରି ଭଜୁଥା, ହରିନାମ ଗଣ୍ଠି ଧନ କରିଥା। ପୁଣି ହରିନାମ ତ ଆସୁନାହିଁ, ପୁଣି ତା ଗଣ୍ଠି ଧନ କରିବେ। ତେଣୁ କାହା ସହିତ କିଛି କାହାର ରିଲେସନ୍ ନାହିଁ, କେବଳ ରିଲେସନ୍ ନିଜର କର୍ମ ସହିତ। ସେଥିଲାଗି ଭାଗବତରେ କହିଲା, ଭୂତାତ କର୍ମ ପାଦେ ସେବ, କର୍ମ ନାହିଁ ଅନ୍ୟ ଦେବ, କର୍ମ ଏହାର ମୂଳ ବୀଜ, ବୃକ୍ଷ ଉଙ୍କରି ଉଠେ ତେଜ। କର୍ମ ଏହାର ମୂଳ ବୀଜ। କର୍ମ ହେଉଛି ବୀଜ। ଯେମିତି ମଞ୍ଜି ଭିତରେ ବୀଜ ଥାଏ, ଯେମିତି ଶୁକ୍ର ଭିତରେ କୀଟାଣୁ ଥାଏ। ଯଦି କୀଟାଣୁ ନ ରହିଲା ଶୁକ୍ରରେ କ'ଣ ପିଲା ହେବ? ଜମା ପିଲା ହେବ ନା। ଗୋଟେ ମଞ୍ଜିଟେ ପୋତିଲ, ଗୋଟେ ଫଳଟେ ପୋତିଲ, ତା ଭିତରେ ମଞ୍ଜିଟେ ନାହିଁ, କୀଟାଣୁଟା ନାହିଁ, ସେ ମଞ୍ଜିଟା ଯଦି ନାହିଁ ସେ କ'ଣ ଫଳ ଫଳିବ? ସେଇଭଳି ପ୍ରତ୍ୟେକ କର୍ମ ହିଁ ତମର ମୂଳ ବୀଜ। ବୃକ୍ଷ ଉଙ୍କୁରି ଉଠି ତେଜ। ଦେଖନ୍ତୁ, ଆପଣ ଚନ୍ଦନ ଗଛ, କି ଆମ୍ବ ଗଛ, କି ବାଉଁଶ ଗଛ, କି ପଲାଶ ଗଛ, କି ତାଳ ଗଛ, କି ଚାଖୁଣ୍ଡା ଗଛ, କି ବଣ ଚାଖୁଣ୍ଡା ଗଛ, କି ତୁଳସୀ ଗଛ, ଆପଣ ବାସୁଛନ୍ତି କି ଦୁନିଆକୁ ଗନ୍ଧଉଛନ୍ତି? ବାସିବାର ମୂଳରେ କାରଣ କ'ଣ? ଗନ୍ଧେଇବା ମୂଳରେ କାରଣ କ'ଣ? ହ୍ୱାଇ ଲଗାଇବେ। ଯିଏ ସମସ୍ତଙ୍କ ସେବାରେ ଆସେ ସେ ଦୁନିଆକୁ ବାସେ। ଯିଏ ଭଗବାନଙ୍କ ସେବାରେ ଆସେ ସେ ଦୁନିଆକୁ ବାସେ। ଯିଏ ନିଜର ପରିବାର ସେବାରେ ଆସେ ସେ ହେଲା ଜାଳେଣୀ କାଠ। ତାକୁ ଲୋକ ରୋଷେଇ କରି ଖାଇକି ହାପୁଡ଼ି ମାରିବେ, ଝାଡ଼ା ଫେରିବେ। ସେତିକି ତାର ସାମର୍ଥ୍ୟ, ଆଉ କିଛି ନାହିଁ। ତେଣୁ ଏସବୁ ଡିପେଣ୍ଡ କରୁଛି ଆପଣଙ୍କର ଦୈନନ୍ଦିନ କ୍ରିୟମାଣ ଉପରେ ବା କର୍ମ ଉପରେ। ଯଦି ଆମେ ଆମ କର୍ମଟାକୁ ଦୈନନ୍ଦିନ କର୍ମଟାକୁ ସଜାଡ଼ି ଦେବା ଏବଂ ସେ କର୍ମଟା କେମିତି କରିବା, ପ୍ରକୃତ ଜ୍ଞାନୀ ଆଉ ତତ୍ତ୍ୱଦର୍ଶୀ ଗୁରୁଙ୍କ ଠାରୁ ଶିକ୍ଷା ଲାଭ କରିବା, ଏ ଜୀବନଟାକୁ କିଭଳି ଭାବରେ ଆମେ ନିର୍ବାହ କରିବା ଏବଂ ପାଳନ କରିବା। କ'ଣ ପାଇଁକି ନା ଜୀବନଟା ସରସ ହେବ, ସୁନ୍ଦର ହେବ, ଆନନ୍ଦମୟ ହେବ ଏବଂ ପ୍ରେମମୟ ହେବ। ସେଥିପାଇଁ ସତ୍ସଙ୍ଗର ଆୟୋଜନ, ସେଥିପାଇଁ ଆଶ୍ରମର
ପ୍ରତିଷ୍ଠା, ସେଥିପାଇଁ ଗୁରୁ ଗ୍ରହଣର ଆବଶ୍ୟକତା, ସେଥିପାଇଁ ଆମକୁ କିଛି ତ୍ୟାଗ କରିବାକୁ ହିଁ ପଡ଼ିବ। କିନ୍ତୁ ଆମେ ସତ୍ସଙ୍ଗର ଆଶ୍ରୟ ନେବାକୁ ଚାହୁଁନେ, ଗୁରୁ ଗ୍ରହଣ କରିବାକୁ ଚାହୁଁନେ ଏବଂ ଆଶ୍ରମକୁ ଆସିବା ପାଇଁ ଚାହୁଁନେ ଏବଂ କ'ଣ କରୁଛେ ନା ଆଶ୍ରମର ସେବା, ଗୁରୁଙ୍କର ସେବା, ଆଶ୍ରମରେ ଥିବା ପୀଠ ଦେବାଦେବୀଙ୍କର ସେବା ଦାୟିତ୍ୱ ନେବାକୁ ଆମେ ଚାହୁଁନେ। ଯାହାଙ୍କ ଜୀବନ ଦେଖନ୍ତୁ କେତେ ଦୁର୍ବିଷୟ, କେତେ ଦୁଃଖ, କେତେ ଯନ୍ତ୍ରଣା, କେତେ କଷ୍ଟରେ ପରିପୂର୍ଣ୍ଣ ହୋଇ ରହିଛି। ତା ମୂଳରେ ହେଉଛି କ୍ରିୟମାଣର ସମ୍ପୂର୍ଣ୍ଣ ଭାବରେ କ୍ରିୟମାନଟାକୁ କିଭଳି ଭାବରେ କରାଯାଏ ଆମେ କାହାଠାରୁ ଶିଖିନେ। ଯଦି ଆଶ୍ରମକୁ ଯାଇଛେ, ଯଦି କେଉଁ ଜନ୍ମର ସଂସ୍କାରରୁ ବା ଏ ଜନ୍ମର କ୍ରିୟମାନର ବିଚାରରୁ ଆମେ ଦୀକ୍ଷା ଗ୍ରହଣ କରିଛେ, ଆମେ କ'ଣ କରୁଛେ ନା ଗୁରୁଙ୍କ ଉପରେ ବିଶ୍ୱାସ ନାହିଁ, ଗୁରୁଙ୍କ ଉପରେ ଶ୍ରଦ୍ଧା ନାହିଁ, ଗୁରୁଙ୍କ ଉପରେ ଭକ୍ତି ନାହିଁ। ଆମର ଶ୍ରଦ୍ଧା ଆମ ପିଲାଛୁଆଙ୍କ ଉପରେ, ଆମର ଶ୍ରଦ୍ଧା ଆମ ପିଲାଛୁଆଙ୍କ ଉପରେ, ଆମର ଭଲ ପାଇବାଟା ଆମର ପିଲାଛୁଆଙ୍କ ଉପରେ ବା ନିଜ ଉପରେ ନୁହେଁ। ଏ ଦୁନିଆରେ ଆମେ ବହୁତ ଥର ସମୀକ୍ଷା କରି ଦେଖିଛୁ, ବ୍ୟକ୍ତି କେବେ ନିଜକୁ ବିଶ୍ୱାସ କରିପାରିନାହିଁ। ଯଦି ଏହାକୁ ବ୍ୟାଖ୍ୟା କରାଯିବ ଘଣ୍ଟା ଘଣ୍ଟା ଯିବ। ବ୍ୟକ୍ତି ନିଜକୁ ବିଶ୍ୱାସ କରିପାରିନାହିଁ। ମୁଁ ସାଧନା କରୁଛି ଏଇ ଫଳ ପ୍ରାପ୍ତି ହେବ, ମୁଁ ଧ୍ୟାନ କରୁଛି ମୋତେ ଏଇ ରେଜଲ୍ଟ ମିଳିବ। ମୋ ଗୁରୁଦେବ କହିଛନ୍ତି ସାଧନା କଲେ ତୁମେ ପୁରା ବିଶ୍ୱ ପୂଜିତ ହେବ। କି ମୁଁ ପାଠ ପଢ଼ୁଛି ମୋତେ ଏଇ ରେଜଲ୍ଟ ମିଳିବ। ନିଜ ଉପରେ ଖୁବ୍ କମ୍ ଲୋକର କନଫିଡେନ୍ସ ଆସେ, ଖୁବ୍ କମ୍ ଲୋକଙ୍କର। କାହାର ନିଜ ଉପରେ ବିଶ୍ୱାସ ନାହିଁ, ସେ କର୍ମ କରି ଚାଲନ୍ତି, ଫଳ ପ୍ରାପ୍ତି ହୁଏ, କାହାକୁ ବି ପ୍ରାପ୍ତି ହୁଏ ନାହିଁ। ସବୁରି ମୂଳରେ କ୍ରିୟମାନର ଦୋଷ ରହିଯାଉଛି, ତ୍ରୁଟି ରହିଯାଉଛି। ତେଣୁ କ୍ରିୟମାନଟାକୁ ଆମେ କେମିତି କରିବା? କ୍ରିୟମାନ ଉପରେ ଆମର ସବୁକିଛି ଯେ ନିର୍ଭର କରୁଛି, ନିଜ ଜୀବନଟା, ପରିବାର ଜୀବନଟା, ସମାଜଟା, ଦେଶ, ସବୁକିଛି ବିଶ୍ୱ ଆପଣଙ୍କର କ୍ରିୟମାନ ଉପରେ ନିର୍ଭର କରୁଛି। ଏତେ କଥା ଜାଣିଲା ପରେ ଆମେ କ୍ରିୟମାନଟାକୁ ଠିକ୍ ଭାବରେ କରିବାକୁ ଶିଖୁନେ। କାହିଁକି? ଆମ ଭିତରେ ଅଜ୍ଞାନତା ଅଛି। ସେଥିଲାଗି ବାବା ସବୁବେଳେ କହନ୍ତି କଥା ପ୍ରସଙ୍ଗରେ ଆମେ ମୂର୍ଖ, କି କଥାକୁ ବୁଝିପାରନ୍ତି ନାହିଁ। ବାବା କାହାକୁ ଏ କଥା କହୁଛନ୍ତି? ବାବା ଆପଣ ପାଠ ପଢ଼ିଛନ୍ତି, ହେଲେ ଏମିତି କଥା କେମିତି କହୁଛନ୍ତି? ଆମେ କୋଉ ମୂର୍ଖ? ସମସ୍ତେ କହନ୍ତି ହଁ ବାବା ପାଠଶାଠ ପଢ଼ିନାହାନ୍ତି, ମୂର୍ଖ। ଯେତେବେଳେ ନିଜେ ବ୍ୟକ୍ତି କହୁଛି ମୁଁ ଚୋର, ଆଉ କିଏ କହିବ ସାଧୁ? କିଏ କହିବ ସାଧୁ? ବ୍ୟକ୍ତି ଯେତେବେଳେ କହୁଛି ମୁଁ ଚୋରି କରୁଛି, ଆଉ ଜଣଟା କ'ଣ ସାଧୁ କହିବାକୁ କେବେ ଇଚ୍ଛା କରିବ? ସେ କ'ଣ ତା ବିଷୟରେ ଜାଣିଛି? ସେ ତ ନିଜ ବିଷୟରେ ଜାଣିନାହିଁ, ଅଲଗା ଲୋକ ବିଷୟରେ ସେ ଜାଣିବ କ'ଣ? ତେଣୁ ଦେଖନ୍ତୁ, ନିଜ ଉପରେ କାହାର ବିଶ୍ୱାସ ନାହିଁ। ଔଷଧଟା ଖାଉଛି, ଏ ରୋଗଟା ଭଲ ହେଇଯିବ, ବିଶ୍ୱାସ ଅଛି କି? ବିଶ୍ୱାସ ନାହିଁ। ଆପଣ ଦେଖନ୍ତୁ, ନିଜକୁ କେହି ଭଲ ପାଇ ବସିନାହାନ୍ତି। ଭଲ ପାଇବା କ'ଣ ଗୋଟେ ସାଧାରଣ ଶବ୍ଦ ନୁହେଁ, ସାଧାରଣ କଥା ନୁହେଁ। ଇଂଲିଶରେ ଲଭ୍ କେତେଟା ଅକ୍ଷର? 4ଟା ଅକ୍ଷର ନା କ'ଣ ହବ? ଆମେ ତ ଜାଣିନୁ ନା। ଆଉ ଓଡ଼ିଆରେ ପ୍ରାୟ 2ଟା ଅକ୍ଷର। ପିଙ୍କି ମା ଭଲ ଜାଣନ୍ତି, ହାଇସ୍କୁଲରେ ପାଠ ପଢ଼ାଉଛନ୍ତି, PhD କଲେଣି ନା କ'ଣ। ତେଣୁ ଲଭ୍ଟା କ'ଣ କାହା କହୁଛ? ନିଜକୁ କେହି ଭଲ ପାଇ ଶିଖିନାହାନ୍ତି। କ'ଣ କଲେ ତାର ମଙ୍ଗଳ ହେବ ସେ ଜାଣିଛି? ଏ ବିଷୟରେ କହିଲେ ବହୁତ ସମୟ ଯିବ। ଲୋକ ମଦ ପିଉଛି, ସେ ନିଜକୁ ଭଲ ପାଇ ବସିଛି? ଯଦି ଭଲ ପାଇ ବସିଥାନ୍ତା ତା ଶରୀରଟାକୁ ସେ କେବେ ନଷ୍ଟ କରନ୍ତା? ଲୋକ ଶୋଉଛି ଘଣ୍ଟା ଘଣ୍ଟା। ଶୋଇବାଟା ଗୋଟେ ହେଉଛି ତାମସିକ ବୃତ୍ତି। ଶୋଇବା ଦ୍ୱାରା ତାର ସମୟଟା ନଷ୍ଟ ହେଇଯାଉଛି।
ସେ କ'ଣ ଜାଣିଛି ଶୋଇବାଟା ଭୁଲ ବୋଲି? ଆପଣ କହିବେ ମେଡ଼ିକାଲ ସାଇନ୍ସ କହୁଛି 6 ଘଣ୍ଟା 8 ଘଣ୍ଟା ଶୋଇବ। ମେଡ଼ିକାଲ ସାଇନ୍ସ କ'ଣ ନ କହୁଛି ଯେ ଏପର୍ଯ୍ୟନ୍ତ ମେଡ଼ିକାଲ ସାଇନ୍ସ କୌଣସି ସିଦ୍ଧାନ୍ତରେ ପହଞ୍ଚିଛି କି ଏଇଟା ଠିକ୍ ଆପରେ ଆଉ କିଛି ନାହିଁ କହିପାରିବ କି? ଯେଉଁ ଲୋକ ଜମା ଶୋଉନାହାନ୍ତି, ଏଠି ମେଡ଼ିକାଲ ସାଇନ୍ସ କ'ଣ କହିବ? ନିୟମ ତ ସମସ୍ତ ପାଇଁ ଗୋଟିଏ ସମାନ। ଡାଇବେଟିସ୍ ହେଇଛି, ଆପଣ 8 ଘଣ୍ଟା ଶୁଅନ୍ତୁ। ଡାଇବେଟିସ୍ ପେସେଣ୍ଟ ଯିଏ ଅଛି ଆଦୌ ଶୋଉନାହାନ୍ତି, କ'ଣଟା ହେଉଛି? ନିୟମ ତ ନିୟମ ସମସ୍ତ ପାଇଁ ସମାନ, ପୁଣି ନିୟମଟା ପୁଣି ବ୍ୟତିକ୍ରମ କେମିତି ହେଲା? ତେଣୁ ଯେଉଁ ଲୋକ ଅଧିକା ମାଂସ ଖାଉଛି, ନନଭେଜ ଖାଉଛି, ସେ ନିଜକୁ ଭଲ ପାଉଥାନ୍ତା। ମାଂସ ଖାଇବାର କେତେ ନେଗେଟିଭ ଡିମେରିଟ୍ସ ଅଛି ସେ କ'ଣ ଜାଣିନାହିଁ? ଡକ୍ଟର କ'ଣ ଜାଣିନାହିଁ? ସେ କେମିତି ତାକୁ ଖାଉଛି? କେଉଁ ଖାଦ୍ୟ ଖାଇଲେ ଦେହ ସୁସ୍ଥ ରହିବ, ମନ ସୁସ୍ଥ ନୁହେଁ ଦେହ ସୁସ୍ଥ ରହିବ, ସେ କ'ଣ ଜାଣିନାହିଁ? ଯଦି ନିଜକୁ ଭଲ ପାଉଛି ତାହେଲେ ଏଭଳି ଖାଦ୍ୟ କେମିତି ସେ ଖାଉଛି? ତେଣୁ ସମୀକ୍ଷା ଯଦି କରିବେ ଏଇ ଭଲ ପାଇବାଟା ଆଉ ନିଜ ଉପରେ ବିଶ୍ୱାସଟା, ଆପଣ ଦେଖିବେ ତାର ନିଜ ଉପରେ ବିଶ୍ୱାସ ନାହିଁ, ସେ ନିଜକୁ ଜମା ଭଲ ପାଉନି। ଭଲ ପାଇବା ଗୋଟେ ଶବ୍ଦ ସେ ଆଦୌ ବୁଝି ନାହିଁ, ସେ ବିଷୟରେ ତାର ଆଦୌ ନଲେଜ ନାହିଁ। କ'ଣ କଲେ ତାର ମଙ୍ଗଳ ହେବ ଜାଣିଛି? ମୁଁ ଅଫିସର ହେଇଛି, ପିସି ନେଉଛି ଜାଣିଛି। ଯଦି ଭଲ ପାଉଛି ଇଏ ଦିନେ ଏଇ ପିସି ଯେଉଁଟାକୁ ମୁଁ ନେଉଛି ତାକୁ ଦିନେ ମୋତେ ଭୋଗିବାକୁ ପଡ଼ିବ, କାରଣ ମୁଁ ଯେଉଁ କର୍ମ କରିବି ତ ସେଇ ଫଳ ଭୋଗିବି। ଯେଉଁ ଗଛ ଲଗେଇବି ସେଇ ଗଛର ଫୁଲ ଫଳ ତ ମୋତେ ଦିନେ ଆସିବ। ତ ଲୋକ କହିବେ ମୁଁ ଜାଣିଛି ସବୁ କଥା। ଜାଣିଛ? ଯଦି ଜାଣିଛ ତାହେଲେ ଦୁନିଆଟା ଦିଟା କଥା ଦୁନିଆରେ, ଗୋଟେ ସତ୍ୟ ଗୋଟେ ମିଥ୍ୟା। ଯଦି ଲୋକ ଜାଣିଛି ଏଇଟା ସତ୍ୟ ଏଇଟା ମିଥ୍ୟା, ଭଗବାନ ସତ୍ୟ ଜଗତ ମିଥ୍ୟା, ତାହେଲେ ଜଗତ ପାଇଁ କାହିଁ ସମୟ ଦେଲା, ଭଗବାନଙ୍କ ପାଇଁ କାହିଁ ସମୟ ଦେଲା ନାହିଁ? ଦୀକ୍ଷିତ ଲୋକଙ୍କ କଥା ପଡ଼ିଛି, ଯେଉଁମାନେ ଅଦୀକ୍ଷିତ ସେମାନଙ୍କ କଥା ଆଲୋଚନା କରାଯିବ ନାହିଁ। କାହିଁକି ସେ ଭଗବାନଙ୍କ ପାଇଁ ସମୟ ଦେଲା ନାହିଁ? ଏ ଜନ୍ମରେ ବାଡ଼େଇ ପିଟି ସବୁଯାକ ସମୟ ନଷ୍ଟ କରି ଈଶ୍ୱରଙ୍କୁ ଭୁଲି ଜଷ୍ଟ ଟିକେ ପ୍ରଣାମ ବା ଟିକେ ମୁଣ୍ଡିଆ ମାରିଦେଇ, ମାନେ ସବୁଥିପାଇଁ ସମୟ ଅଛି, କଥା ରହିଗଲା। ସବୁଥିପାଇଁ ସେ ସୁବିଧା ଭୌତିକ ଜଗତ, ସ୍ୱାମୀ ପାଖରେ, ପୁଅ ପାଖରୁ, ଭାଇ ପାଖରୁ ପାଇବାର ଯାହା ପାଖକୁ ତାର ହକଦାର ଅଛି, ନ ପାଇଲେ ଲଢ଼େଇ କରିବ, କେସ୍ କୁସା କରିବ। ଶେଷକୁ ଯଦି ନ ପାରିଲା ଅତି ରାଗି ହେଇଗଲା, ଅତି ବିରକ୍ତି ହେଇଗଲା, ତାର ସେନ୍ସ ହରେଇ ବସିଲା, ମର୍ଡର କରିଦେବ। ଏଇଟା କ'ଣ ପ୍ରାରବ୍ଧରେ ଥିଲା? କିନ୍ତୁ ଭଗବାନଙ୍କୁ ଡାକିବା କଥା ହେଲେ ନା ନା, ସ୍ୱାମୀ ମନା କରୁଛି, ସ୍ୱାମୀ କହିବ ସ୍ତ୍ରୀ ମୋର ପାଟି କରୁଛି, ପୁଅ ମୋର ବାଡ଼ଉଛି, ତୁ କାହିଁକି ଆଶ୍ରମକୁ ଯାଉଛ, ଡୋନେସନ ଦଉଛ, ତୁମେ କାହିଁକି ସେଠି ଏଇ ଜିନିଷ ସବୁ ନେଇକି ଯାଉଛ? ସବୁ ଯାକ ବାହାନା, ଆଳ ଆପଣଙ୍କର ମନ ସୃଷ୍ଟି କରିବ ବା କ୍ରିୟମାଣ ସୃଷ୍ଟି କରିବ। ଆରେ ଇ ସବୁଥିପାଇଁ ମୁଁ ଲଢ଼େଇ ଗଲି, ମୋତେ କେତେ ଲୋକ ସାହାଯ୍ୟ ସହଯୋଗ କଲେ, ଇ ଭଗବାନଙ୍କୁ ଡାକି ପାରିଲିନି। ମୁଁ ଯାହା ଆଗରେ କମ୍ପ୍ଲେନ୍ କରୁଛି, ଅବଜେକ୍ସନ୍ କରୁଛି, ସମସ୍ତେ କହୁଛି କାହିଁ ତୁ ଡାକୁଛୁ, କ'ଣ ଡାକିବାର ଆବଶ୍ୟକତା ଅଛି? ସେ କ'ଣ ଅଛନ୍ତି? ସେ କ'ଣ ଡାକିଲେ ତୁ ବସିଲେ ସେ ତୋତେ କ'ଣ ଖାଇବାକୁ ଦେବେ? ସେ ତୋର ଦାୟିତ୍ୱ ନେବେ? ସାଥି ସାଥି ଅଜ୍ଞାନ ମଣିଷ କହିବ ଆଜ୍ଞା ଏ କଥା ସବୁ ସତ୍ୟ। ସେଇଠି ଗୋଟିଏ ଏକ୍ଜାମ୍ପଲ ଯଦି ଦେବେ, ଜଣେ ସାଧୁ ବସିଛି, ସାଧୁ ତ ବସି ନାହିଁ, ଦୁନିଆରେ ତ କେହି ବସିପାରିବେ ନାହିଁ ବିନା କର୍ମରେ। ସାଧୁ ସବୁବେଳେ ବର୍ତ୍ତମାନରେ ଅଛି। କ'ଣ କରୁଛି ନା, ଯିଏ ସତ୍ୟ ସେଥିପାଇଁ ସେ ସମୟ ଦେଇଛି, ସେ ଆଉ ଜାଳେଣୀ କାଠ ହେଇନାହିଁ। ଯିଏ ଭଗବାନଙ୍କ ପାଇଁ ସେବାରେ ଲାଗିଯାଏ ସେ ହେଉଛି ଚନ୍ଦନ କାଠ। ପୁଣି ଚନ୍ଦନ କାଠଟା କେତେବେଳେ ହୁଏ? ଭାଗବତ ଲେଖା ଅଛି, ଯେତେବେଳେ ତାଠି ମଳୟ ପବନ ଲାଗେ ସେତେବେଳେ ସେ ଚନ୍ଦନ କାଠ ହୁଏ। ସାଧାରଣ କାଠରୁ
ରୂପାନ୍ତରିତ ହେଇ ସେ ଚନ୍ଦନ କାଠରେ ପରିଣତ ହୁଏ। କ'ଣ କୁହାହେଇଛି ଭାଗବତରେ ନା ସାଧୁ ଯେ ମଳୟ ପବନ କାଷ୍ଠକୁ କରଇ ଚନ୍ଦନ। ଦୈତ୍ୟ ଦାନବ ଖଗ ମୃଗ ସାଧୁ ସଙ୍ଗତେ ମୋକ୍ଷ ଯୋଗ। ଦୈତ୍ୟ ଦାନବ ଖଗ ମୃଗ ଏ ଜୀବ ସାଧୁ ସଙ୍ଗ ବିନୁ ଲଭି ନପାରେ ମୋର ତନୁ। ଆମେ ସେଇ ଜାଳେଣୀ କାଠ ରହିହେଲେ ଦେଖନ୍ତୁ ଭୌତିକ ଜଗତର ସମ୍ପଦ ପାଇଁ କୋର୍ଟ କଚେରୀ ଆଇନ ଗାଣ୍ଟି ବନ୍ଧୁ କୁଟୁମ୍ବ ସବୁ ଲାଗି ପଡ଼ିଲେ, କିନ୍ତୁ ମୁଁ ସାଧନା କରିପାରିଲି ନାହିଁ, ଧ୍ୟାନ କରିପାରିଲି ନାହିଁ, ଦାନ ଦେଇପାରିଲି ନାହିଁ, ଜୀବନଟାକୁ ସତ ପାଇଁ ମୁଁ ଉତ୍ସର୍ଗୀକୃତ କରିପାରିଲି ନାହିଁ। ସେ କଥା ଯଦି କାହାରି ଆଗରେ କହିବି ମୁଁ ମାଡ଼ ଖାଇବି ଏବଂ ଲୋକ ମୋତେ ସେଥିରୁ ନିବୃତ୍ତ କରିବା ପାଇଁ ଆଗେଇ ଆସିବେ। ଏତେ ଏତେ ଜ୍ଞାନ ଏତେ ବୁଦ୍ଧି ମୋତେ ଦେଇଦେବେ ଯେ ମୁଁ ତ କ'ଣ କିଛି କହିପାରିବି? କାହିଁକି? ମୋ ଭିତରେ ତ ତାଙ୍କଠାରୁ ଆହୁରି ଅଜ୍ଞାନତା ଅଛି, କାରଣ ମୁଁ ଜାଣିନି ବୋଲି ତାଙ୍କର ଦ୍ୱାରସ୍ଥ ହେଲି। ଆରେ ମୁଁ ତ କାହା ସହିତ ଆସିନଥିଲି, ମୁଁ ତ କାହା ସହିତ ଯିବି ନାହିଁ। ଯେଉଁ ସାଥୀ ହେଇଛି, ଯେଉଁ ସମ୍ବନ୍ଧ ମୋର ରହିଛି, ଯେଉଁ ରିଲେସନ୍ ମୋର ରହିଛି, ତାହା ହିଁ ମିଛିକା, ତାହା ହିଁ ମାୟା। ତା ପଛପଟରେ ଗୋଟେ ବିରାଟ ବଡ଼ ସ୍ୱାର୍ଥ ଅଛି। ଆପଣ କହୁଛନ୍ତି ମୋତେ ସେ ଭଲ ପାଉଛି, ଠିକ୍ ଅଛି। ତା ଦିଟା ଚଟକଣା ତା ଗାଲରେ ଆପଣ ଦେଲେ, ଥରେ ନୁହେଁ ତା ମୁହଁରେ ଛିପ ପକାଇଦେଲେ, ପକାନ୍ତୁ ତ ଦେଖିବା ସେ ଭଲ ପାଉଛି। ଏ 2-3 ଦିନ ଜମା ପରୀକ୍ଷା। ତୁ କ'ଣ କଲୁ? ମୋତେ ଚଟକଣା ଖାଲି ଲୋକଙ୍କ ମୋ ପଛରେ ମିଛୁଟା କଲେ ଦିଟା ଏଗାଲେ ସେଗାଲେ ଚଟକଣା ପକାଇବେ ବଜାର ଉପରେ। ତମର ହ୍ୟାଣ୍ଡଲଟା ନଥିବ, ତମେ ଦେଖୁ ତ ଭଲ ପାଇବାଟା କେମିତିଆ, ତା ମୁହଁକୁ ଲୋକଙ୍କ ଛେପ ପକାଇଦେବେ। ମିଛୁଟାରେ ତା ଗୋଟେ ଲଙ୍ଗଳା କରିଦେବା ପାଇଁ ମିଛୁଟା କିଛି ଲଙ୍ଗଳା ଖାଲି ଟାଣିଦେବେ ଟିକେ ଡ୍ରେସ୍ଟାକୁ। ସୁପ୍ରିମକୋର୍ଟ ଯାଇ ଯିବ ନା ଆଉ, ଜେଲରେ ପୁରେଇ ଦେବେ ନା ଆଉ। ତେଣୁ କ୍ରିୟମାନଟା କେତେ ଇମ୍ପୋର୍ଟାନ୍ସ। ତେଣୁ ଏଠି କଥା ରହିଛି କ'ଣ ନା ବିଶ୍ୱାସ ଭଲ ପାଇବା। ତେଣୁ ବିଶ୍ୱାସ ଆମ ଉପରେ ଆମର ନାହିଁ। ଆମେ ଆପଣଙ୍କୁ ଭଲ ପାଇ ଶିଖିନେ। ଯଦି ଆମ ଉପରେ ଆମର ବିଶ୍ୱାସ ନାହିଁ, ଆମେ ଆମକୁ ଭଲ ପାଇ ବସିନେ, ତାହେଲେ ଦୁନିଆରେ ଆମକୁ କିଏ ବିଶ୍ୱାସ କରିବ? ଆମକୁ କିଏ ଭଲ ପାଇବ? ମୁଁ ତ ନିଜକୁ ବିଶ୍ୱାସ କରିନାହିଁ, ନିଜକୁ ଭଲ ପାଇନାହିଁ। ମୁଁ ପୁଣି ଯେ ନିଜକୁ ବିଶ୍ୱାସ କରିନାହିଁ, ନିଜକୁ ଭଲ ପାଇନାହିଁ, ମୁଁ ତାହେଲେ ଅଲଗା ଲୋକକୁ କେମିତି ବିଶ୍ୱାସ କରିବି? ଅଲଗା ଲୋକକୁ କେମିତି ଭଲ ପାଇବି? କେତେ ବଡ଼ ଆଶ୍ଚର୍ଯ୍ୟ କଥା। ଆମେ ବହୁ ସମୀକ୍ଷା କରି ଦେଖିଛୁ। ଆର ମୂଳରେ ରହୁଛି ଏକମାତ୍ର କ୍ରିୟମାଣ। କ'ଣ ନା ଆମେ କେମିତି କର୍ମ କରିବା ଆମେ ଶିଖିନେ, ଜାଣିନେ। କି କର୍ମ କରି ଭବୁ ହେବି ପାର, କହେ କମଳାର ବର। କ'ଣ ମୁଁ କର୍ମ କରି ଏ ଭବସାଗରରୁ ନିଜକୁ ବିଶ୍ୱାସ କରିବି, ନିଜକୁ ଭଲ ପାଇବି। ଯେ ନିଜକୁ ବିଶ୍ୱାସ କରିବ, ନିଜକୁ ଭଲ ପାଇବ, ସେ ସମସ୍ତଙ୍କୁ ବିଶ୍ୱାସ କରିବ, ସମସ୍ତଙ୍କୁ ସେ ଭଲ ପାଇବ। ଯେ ନିଜକୁ ବିଶ୍ୱାସ କରେ, ନିଜକୁ ଭଲ ପାଏ, ଦୁନିଆ ତାକୁ ବିଶ୍ୱାସ କରନ୍ତି, ଦୁନିଆ ତାକୁ ଭଲ ପାଆନ୍ତି। ପରୀକ୍ଷା କରି ଦେଖନ୍ତୁ। ଆପଣ ନିଜକୁ ବିଶ୍ୱାସ କରନ୍ତୁ, ନିଜକୁ ଭଲ ପାଇ ବସନ୍ତୁ। ଭଲ ପାଇବା ଶବ୍ଦର ଅର୍ଥ ଭ ଅର୍ଥ ଭଗବାନ, ଲ ଅର୍ଥ ଲୟ। ଯଦି ଭଗବାନଙ୍କ ପାଖରେ ଆପଣଙ୍କର ଲୟ ଅଛି, ଯଦି ଭଗବାନଙ୍କ ଉପରେ ଆପଣଙ୍କର ବିଶ୍ୱାସ ଅଛି, ଯଦି ଗୁରୁଙ୍କ ଉପରେ ବିଶ୍ୱାସ ଅଛି, ଗୁରୁଙ୍କୁ ଆପଣ ଭଲ ପାଇ ବସିଛନ୍ତି, ତାହେଲେ ଦୁନିଆ କରିବ ତୁମାର ପୂଜା। ତୁମେ କାହାକୁ ଭଲ ପାଇବା ଶିଖ ନାହିଁ, ଆଗ ନିଜକୁ ଭଲ ପାଇବା ଶିଖ। କାହାକୁ ବିଶ୍ୱାସ କର ନାହିଁ, ନିଜକୁ ବିଶ୍ୱାସ କର। ନିଜ ଉପରେ ଆଦୌ ବିଶ୍ୱାସ ନାହିଁ। ସେ ମୋତେ ପ୍ରତିବନ୍ଧକ ସୃଷ୍ଟି କଲା, ସେ ମୋତେ କଥା କହିଲା, ତୁ କାହିଁକି ଧଳା ଡ୍ରେସ୍ ପିନ୍ଧିଲୁ, କାହିଁକି ତୁ ଅଳଙ୍କାର ନ ପିନ୍ଧିଲୁ, କାହିଁକି ତୁ ଡୋନେସନ୍ ଦେଇଦେଲୁ। ଆରେ ତାର ତୋର କିଛି ରିଲେସନ୍ ଅଛି? ଏବେ ସୃଷ୍ଟି ହେଇଛି, ସେଇଟା କ'ଣ ରହିବ? ଏଇ ଜନ୍ମରେ କ'ଣ ରହିବ?
କେତେବେଳେ ସ୍ତ୍ରୀ ମରିଯିବ ସ୍ୱାମୀ ଥବ, ସ୍ୱାମୀ ଥବ ସ୍ତ୍ରୀ ମରିଯିବ। ସମାଜରେ ଆପଣ କୋଟି କୋଟି ଘଟଣା ଇନସିଡେଣ୍ଟ ଦେଖୁଛନ୍ତି, ତାର ସମୀକ୍ଷା କରୁନାହାନ୍ତି। ଯେମିତି ବୁଢ଼ୀଟି ଅଜ୍ଞାନ ବଶରୁ ବୁଦ୍ଧଦେବଙ୍କ ପାଖରେ ଯାଇ ପହଞ୍ଚିଲା, କହିଲା ହେ ବୁଦ୍ଧଦେବ, ଆପଣ ତ ଭଗବାନଙ୍କର ଅବତାର, ଆପଣ ବହୁତ ଲୋକକୁ ଦିବ୍ୟ ଜ୍ଞାନ ପ୍ରଦାନ କରୁଛନ୍ତି, ମଲା ଲୋକକୁ ବି ବଞ୍ଚଉଛନ୍ତି, ଆପଣ ମୋ ପୁଅ ମରିଯାଇଛି, ତାକୁ ଟିକେ ବଞ୍ଚେଇ ଦିଅନ୍ତୁ। ବୁଦ୍ଧ ଦେଖିଲେ ଏ ଲୋକ କୌଣସି ପ୍ରକାର ବୁଝେଇ ହବନି, ଯାହାର ପୁଅ ମରିଛି। ଏମିତି ଗୋଟେ କ'ଣ ଶବ୍ଦ ଅଛି ଗୀତା ଭାଗବତ ବେଦ ବେଦାନ୍ତ ଉପନିଷଦରେ, ତାକୁ ବୁଝେଇ ଦେଇ ହବ? ଅଛି, ସିଏ କ'ଣ ବୁଝିବ? ତାର ଗୋଟିଏ ରୁଟ୍, ମୋ ପୁଅ ବଞ୍ଚିବ। ଆଉ ତ କୌଣସି କଥା ସେତେବେଳେ ଶୁଭିବ ନାହିଁ ନା। ବୁଦ୍ଧ କେତେ ବଡ଼ ଜ୍ଞାନୀ। ଯାହାଙ୍କ ଘରେ କିଏ ମରିନଥିବେ ତା ଘରୁ ମୁଠାଏ ସୋରିଷ ଆଣିଲେ ତୋ ପୁଅକୁ ମୁଁ ବଞ୍ଚେଇ ଦେବି। ବୁଢ଼ୀ ବୁଲୁଛି, ସକାଳ ଯାଇ ସନ୍ଧ୍ୟା ଯାଇ ରାତି ହେଲା, ସମସ୍ତେ ହସିଲେ। ଆରେ କିଏ ନ ମରିଛି କାହା ଘରେ, କେହି ସୋରିଷ ମୁଠାଇ ଦେଲେନି ନା। ବୁଢ଼ୀ କ'ଣ ଆଉ ଆସିଲା? ଆଉ ବୁଦ୍ଧଙ୍କ ପାଖକୁ ଫେରିଲାନି। ଆଉ କ'ଣ ଯାଇ କହିବି, ସମସ୍ତେ ତ ମରିଲେ, ମୋ ପୁଅ ବି ମରିଲା, ଅସୁବିଧା କ'ଣ ଏଥିରେ ହେଲା? ସେଇଭଳି କ୍ରିୟମନଟାକୁ ଯଦି ଠିକ୍ କରି ଚାଲିବେ, ଆପଣ ଭିତରେ ଜ୍ଞାନ ଆସିବ। କାରଣ ଆପଣ ତ କର୍ମ କରୁଛନ୍ତି, କର୍ମ କ'ଣ କେତେବେଳେ ଛାଡ଼ିଛନ୍ତି? କିନ୍ତୁ ଚିନ୍ତା କରୁନାହାନ୍ତି, ମୁଁ ଯେଉଁ କର୍ମ କରୁଛି ତାହା ଶାସ୍ତ୍ରରେ ଲେଖା ଅଛି କି? ଯେଉଁ ଶାସ୍ତ୍ର ଲେଖା ହେଇଛି, କେଉଁ ଶାସ୍ତ୍ର? ନା ଗୀତା, ଭାଗବତ, ଆହୁରି ବେଦ ବେଦାନ୍ତ ଉପନିଷଦ ଲେଖା ଅଛି। ତାକୁ ପଢ଼ି ସାମର୍ଥ୍ୟ, ବୁଝିବା ଭଳି ସାମର୍ଥ୍ୟ ଏ କଳି ଯୁଗରେ ପ୍ରାୟ ନାହିଁ, ପ୍ରାୟ ଲୋକଙ୍କର ନାହିଁ। ଅଛି, ନାହିଁ କହିବାଟା ଭୁଲ, ବିରଳ, ସମ୍ପୂର୍ଣ୍ଣ ଭାବରେ ନାହିଁ। ସମ୍ପୂର୍ଣ୍ଣ ଭାବରେ ଗୀତାକୁ ପଢ଼ି କେଉଁ ଲୋକ ଯିଏ ବୁଝିଛି, ଆମର ଯେମିତି ଏବେ କହିଲେ, ନିଜକୁ ଯିଏ ଭଲ ପାଇ ବସି ନାହିଁ, ନିଜକୁ ଯିଏ ବିଶ୍ୱାସ କରିନି, ସେ କାହାକୁ ଭଲ ପାଇ ବସିବ, କାହାକୁ ବିଶ୍ୱାସ କରିବ? ସେ ଗୋଟେ ଅନ୍ଧ ଭାବରେ ଭଲ ପାଇଛି, ଅନ୍ଧ ଭାବରେ ବିଶ୍ୱାସ କରିଛି। ତେଣୁ ସେ କେମିତି ଶାସ୍ତ୍ର ପଢ଼ି ବୁଝିପାରିବ, କହିପାରିବ? ସେଥିରେ ବାବା କଥା ପ୍ରସଙ୍ଗରେ କହନ୍ତି, ଆମେ ମୂର୍ଖ। ନା, ଆପଣ ମୂର୍ଖ କହିବେ, ସତରେ ମୂର୍ଖ। କୁହନ୍ତୁ ତ କେଉଁ ମହାପୁରୁଷ, କେଉଁ ସାଧୁ, କେଉଁ ସନ୍ଥ କେଉଁ ଦିନ କେତେ ଘଣ୍ଟା କେତେ ମିନିଟରେ ଦେହ ଛାଡ଼ିବେ, କେଉଁଠିକି ଯିବେ ଏବଂ କେଉଁଠି ସେ କେତେ ଦିନ ରହିବେ, ତାପରେ ସେ ପ୍ରତ୍ୟାବର୍ତ୍ତନ କରିବେ? ଏଇଠିକି ସେ ଗୀତା ପଢ଼ା, ସେ ସଂସ୍କୃତ ପଢ଼ା, ସେ ଭାଗବତ ପଢ଼ା, ସେ ବହି ଲେଖା, ସେ ପ୍ରବଚନ ଦେବା, ବାଇ ମନରେ ଦିନ ଯାଉଛି ବହି। ଶାସ୍ତ୍ର ବଖାଣିଲେ କି ଫଳ ଫଳିବ? ଯଦି ଗୁରୁ ଶ୍ରଦ୍ଧା, ଗୁରୁ ବିଶ୍ୱାସ, ଗୁରୁ ଭକ୍ତି ତମ ଭିତରେ ନାହିଁ, ଇଏ ଶାସ୍ତ୍ର ପଢ଼ିଲେ, ଇଏ କଥା କହିଲେ, ଇଏ ପ୍ରବଚନ ଦେଲେ କ'ଣ ମିଳିବ? ତେଣୁ ଆମେ ଶଯ୍ୟା ତ୍ୟାଗରୁ ଶଯ୍ୟାକୁ ଯିବା ପର୍ଯ୍ୟନ୍ତ ଯେଉଁ କର୍ମ ଗୁଡ଼ିକ କରିଲେ, କିଏ 100 ବର୍ଷ ବଞ୍ଚିବ, କିଏ 80 ବର୍ଷ ବଞ୍ଚିବ, କିଏ 70 ବର୍ଷ ବଞ୍ଚିବ, କିଏ କେତେ ଦିନ ବଞ୍ଚିବ ଜଣା ନାହିଁ। ଜୀବନଟା ଅର୍ଥ ଆମକୁ ଜଣା ନାହିଁ। ଜୀବନ ଗୋଟେ ହେଉଛି ନିର୍ଦ୍ଦିଷ୍ଟ ଶ୍ୱାସର ପୁଞ୍ଜି। ନିର୍ଦ୍ଦିଷ୍ଟ ଶ୍ୱାସର ପୁଞ୍ଜିକି ଆମେ କ'ଣ କହୁଛେ? ନା ଜୀବନ କହୁଛେ। କ'ଣ ଚାଲିଗଲା? ନା ଜୀବନ ଚାଲିଗଲା, ମରିଗଲା। ପ୍ରକୃତ ଅର୍ଥ କ'ଣ? ନା ଶ୍ୱାସଟି ପ୍ରଶ୍ୱାସ ଆଉ ଚାଲୁ ନାହିଁ। ସେ କଥା କ'ଣ କେହି କହୁଛନ୍ତି? ତା ଶ୍ୱାସ ପ୍ରଶ୍ୱାସ ଆଉ ଚାଲୁ ନାହିଁ, ଏ କଥା କେହି କହିବେ ନାହିଁ। ତା ଜୀବନ ଚାଲିଗଲା, ତାର ମୃତ୍ୟୁ ହେଇଗଲା। ତାର କ'ଣ ହାର୍ଟବିଟ୍, ପଲ୍ସ ନାହିଁ, କି କେହି କହିବେ ନାହିଁ। ତାର ଶ୍ୱାସ ପ୍ରଶ୍ୱାସଟା ହିଁ ଚାଲିଗଲା। ତେଣୁ ନିର୍ଦ୍ଦିଷ୍ଟ ଶ୍ୱାସର ପୁଞ୍ଜିରେ ଏ ଜୀବନଟା। ତେଣୁ ଏ ଜୀବନଟା କେମିତି ଆମେ ନିର୍ବାହ କରିବା, କେମିତି ଆମେ ପାଳନ କରିବା, ଏ ଜୀବନଟାକୁ ଆମେ କିଭଳି ଭାବରେ ବିଶ୍ୱାସ କରିବା,
ଏ ଜୀବନକୁ କିଭଳି ଭାବରେ ଭଲ ପାଇ ବସିବା। ବାବା ପୂର୍ବରୁ କହୁଥିଲେ ଅର୍ଥ ଭଗବାନ, ଲ ଅର୍ଥ ଲୟ। ଏବେ କହୁଛନ୍ତି ଜୀବନଟା ହେଉଛି ଶ୍ୱାସ ପ୍ରଶ୍ୱାସ। ବ୍ରେଥ୍ ଇଜ୍ ଲାଇଫ୍। ଯୋଗ ମିନ୍ସ କଣ୍ଟ୍ରୋଲ ଅଫ୍ ଦି ବ୍ରେଥ୍। ବ୍ରେଥ୍ କଣ୍ଟ୍ରୋଲ ଇଜ୍ ସେଲ୍ଫ କଣ୍ଟ୍ରୋଲ। ବ୍ରେଥ୍ ମାଷ୍ଟରୀ ଇଜ୍ ସେଲ୍ଫ ମାଷ୍ଟରୀ। ବ୍ରେଥଲେସନେସ୍ ଷ୍ଟେଜ୍ ଇଜ୍ ଡେଥଲେସନେସ୍ ଷ୍ଟେଜ୍। ଜଣେ ବ୍ୟକ୍ତି ଆମକୁ କହିଲେ, ବାବା ଆପଣ ଇଆଡ଼ୁ ସିଆଡ଼ୁ ସବୁବେଳେ କହୁଛନ୍ତି, ଟିକେ ଧ୍ୟାନ ଉପରେ କହୁନାହାନ୍ତି। ଆମେ କହିଲୁ ଯୋଗଶାସ୍ତ୍ରରେ ଲେଖା ଅଛି 8ଟା ଅଙ୍ଗ ଯୋଗର। ଗୋଟେ ହେଉଛି ଯମ, ଗୋଟେ ହେଉଛି ନିୟମ, ଗୋଟେ ହେଉଛି ଆସନ, ଗୋଟେ ହେଉଛି ପ୍ରାଣାୟାମ, ଗୋଟେ ପ୍ରତ୍ୟାହାର, ଗୋଟେ ଧାରଣା, ଗୋଟିଏ ଧ୍ୟାନ, ଗୋଟିଏ ହେଉଛି ସମାଧି। 8ଟା ଅଙ୍ଗ। ଆଉ ଯମ ଉପରେ ଆଲୋଚନା କରିବା ନାହିଁ, ନିୟମ ଉପରେ ଆଲୋଚନା କରିବା ନାହିଁ, ଆସନ ଉପରେ ଆଲୋଚନା କରିବା ନାହିଁ, ପ୍ରାଣାୟାମ ଉପରେ ଆଲୋଚନା କରିବା ନାହିଁ, ପ୍ରତ୍ୟାହାର ଉପରେ ଆଲୋଚନା କରିବା ନାହିଁ, ଧାରଣା ଉପରେ ଆଲୋଚନା କରିବା ନାହିଁ। ଏକାଥରକେ ଆମେ ଧ୍ୟାନକୁ ପଳେଇବା, ତାପରେ ସମାଧିକି ପଳେଇବା। ଜଣେ ଡିସାଇପଲ୍ M.Tech କରିଛନ୍ତି, 4-5 ଦିନ ତଳେ ମୋ ପାଖକୁ ଫୋନ୍ କଲେ, ହେଲେ ବାବା ମୁଁ ବସୁ ବସୁ ମୋର ସମାଧି ହେଇଯାଉଛି, ବସୁ ବସୁ ମୋର ନିର୍ବିକଳ୍ପ ହେଇଯାଉଛି। ବହୁତ ଗୁଡ଼ିଏ ପାଗଳ ମାନିଆ ପେସେଣ୍ଟ ଅଛନ୍ତି ସୋସାଇଟିରେ। ସେମାନେ ଧର୍ମ କ'ଣ ଜାଣିନାହାନ୍ତି, ଈଶ୍ୱର କ'ଣ ଜାଣିନାହାନ୍ତି, ଦେବାଦେବୀ କ'ଣ ଜାଣିନାହାନ୍ତି, ଗୁରୁ କ'ଣ ଜାଣିନାହାନ୍ତି, ଶାସ୍ତ୍ର କ'ଣ ଜାଣିନାହାନ୍ତି, ଗୀତା ଭାଗବତ କ'ଣ ଜାଣିନାହାନ୍ତି। ତାଙ୍କର ଗୋଟିଏ ଦର୍ଶନ ଅଛି, ସେଇ ଦର୍ଶନରେ ସେମାନେ ଜୀବନ ନିର୍ବାହ କରନ୍ତି। କାହାର ଅଣ୍ଡରେ ରହିବାକୁ ସେ ଭଲ ପାଆନ୍ତି ନାହିଁ। ମନରେ ଗୋଟିଏ କଥାରୁ ଅନେକ କଥା ଆସୁଛି। ସମସ୍ତେ କହନ୍ତି ଆମେ ସ୍ୱାଧୀନ ଜୀବନଯାପନ କରିବୁ। ଦେଖନ୍ତୁ, ଏ ଲୋକ ପ୍ରତ୍ୟେକ ବ୍ୟକ୍ତି ଯଦି ଶରଣ ନ ପଶିବେ, ଯାହାକୁ ଶରଣାଗତି କୁହାହେଉଛି, ସେ କେବେ ଜୀବନରେ ଶାନ୍ତି ଆଉ ଆନନ୍ଦ ପାଇପାରିବେ ନାହିଁ। ଯଦି ଶରଣ ନ ପଶିବେ, ଭଗବାନ କ'ଣ କହୁଛନ୍ତି ନା, ଶରଣ ପଶ ମୋର ପାଦେ, ନଡର ବିଷୟା ବିଷାଦେ, ମୋର ଚରଣ ଯେ ଚିନ୍ତଇ, ସଂସାରେ ତାର ଭୟ ନାହିଁ। ସେଇ କଥା ଭଗବତ ଗୀତାର 18 ଅଧ୍ୟାୟର 66 ଶ୍ଲୋକରେ କହିଲେ, ସର୍ବଧର୍ମାନଂ ପରିତ୍ୟଜ୍ୟ ମାମେକ ଶରଣଂ ଭଜ, ଅହଂ ତ୍ୱଂ ସର୍ବ ପାପେଭ୍ୟ ମୋକ୍ଷୟିଷ୍ୟାମି ମା ଶୁଚ। ବ୍ୟାଖ୍ୟା କଲେ ବହୁତ ସମୟ ଯିବ। ତେଣୁ ଦେଖନ୍ତୁ, ଆପଣ କାହାର ନା କାହାର ଶରଣ ପଶିବେ। ଯଦି ଶରଣ ନ ପଶିଲେ ଆପଣ ଉଶୃଙ୍ଖଳିତ ଜୀବନ, କଦର୍ଯ୍ୟ ଜୀବନ, ମାନେ ଯାହାକୁ କହନ୍ତି ମାନେ ଗୋଟେ ବିଶୃଙ୍ଖଳିତ ଜୀବନଯାପନ ଆପଣଙ୍କର ହେଇଯିବ। କାହାର କଷ୍ଟଡି ଭିତରେ ଆପଣ ରହିବେ ନାହିଁ। ଆପଣଙ୍କ ଭିତରେ ଯେଉଁ ସଂସ୍କାର ଅଛି, ଯେଉଁ ମନ ରହିଛି, ଯେଉଁ ଇନ୍ଦ୍ରିୟଗଣ ରହିଛନ୍ତି, ଯେଉଁ ପ୍ରକୃତିଗଣ ରହିଛନ୍ତି, ସେ ଆପଣଙ୍କୁ ଏତେ ଡିଷ୍ଟର୍ବ କରିଦେବେ ଯେ ତା ଇମାଜିନ୍ ବାହାରେ। ତେଣୁ ପ୍ରତ୍ୟେକ ଲୋକ ଶରଣାଗତିରୁ ଶାନ୍ତି ଆସେ, ଶରଣାଗତିରୁ ଭକ୍ତି ଆସେ, ଶରଣାଗତିରୁ ଧ୍ୟାନ ଆସେ, ଶରଣାଗତିରୁ ସ୍ପିରିଚୁଆଲ ଲାଇଫଟା ମେଣ୍ଟେନ୍ ଆରମ୍ଭ ହୁଏ। ଯେଉଁ ବାବୁ କହିଲେ ଆପଣ ଧ୍ୟାନ କଥା କହିଲେ ନାହିଁ, ତାଙ୍କର ନଲେଜ ନାହିଁ ଯମ ଉପରେ, ନଲେଜ ନାହିଁ ନିୟମ ଉପରେ, ନଲେଜ ନାହିଁ ଆସନ ଉପରେ, ନଲେଜ ନାହିଁ ପ୍ରାଣାୟାମ ଉପରେ, ପ୍ରତ୍ୟାହାର ଉପରେ, ଧାରଣା ଉପରେ, ଧ୍ୟାନ, ତାପରେ ଯାଇ ସମାଧି। ସେ ପିଲାଟି କ'ଣ କହିଲା ନା, ମୋର ସମାଧି ହେଉଛି। ଆରେ ବା, ତୋର ଯଦି ସମାଧି ହେଉଛି, ତୁ ଫୋନରେ କାହିଁକି ଗୁରୁଙ୍କୁ ଜଣାଉଛୁ? ଦୁନିଆ ତ ବାସିବ, ଫୁଲ ଫୁଟିଲାଣି, ସେ ତ ବାସନା ହେବ, ଶହ ଶହ ଭ୍ରମର ଆସି ବସିବେ, ତୁ ତ ନିଜେ ଆଲୋକିତ ହବୁ, ଦୁନିଆକୁ ଆଲୋକିତ କରିବୁ। ଠିକ୍ ଅଛି, ଗୁରୁ ଗ୍ରହଣ କରିଥିଲୁ, ଗୁରୁଙ୍କୁ ଜଣାଉଛୁ, ଠିକ୍ ଅଛି, ଭଗବାନ ତତେ ଆହୁରି କୃପା କରନ୍ତୁ, ତୋର ସମାଧି ଘଣ୍ଟା ଘଣ୍ଟା ହିଁ କଣ୍ଟିନ୍ୟୁ କରୁ। ଏ ସମାଧି କାହାକୁ କହନ୍ତି ମୁଁ ଜାଣିନି। କ'ଣ ସମାଧି କହିଲୁ?
ପୁଣି ବାପା ଜାଣିପାରୁନୁ କ'ଣ ସେ ଅବସ୍ଥାଟା କହୁନୁ ନା ମୋର ବ୍ରେଥ୍ ବନ୍ଦ ହେଇଯାଉଛି। ଆରେ ଯଦି ତୋର ବ୍ରେଥ୍ ବନ୍ଦ ହେଇଗଲା ତୋର ସବୁଥିରୁ ମନ ନିବୃତ୍ତ ହେବାରୁ ସିନା ବ୍ରେଥ୍ ବନ୍ଦ ହେବ। ତୋର ଅର୍ଥ ଚିନ୍ତା ନାହିଁ, ତୋର ଯୌନ ଚିନ୍ତା ନାହିଁ, ତୋର ଖାଦ୍ୟ ଚିନ୍ତା ନାହିଁ, ତୋର ଗର୍ବ ଦମ୍ଭ ଅହଙ୍କାର ଅସ୍ମିତା ଚିନ୍ତା ନାହିଁ, ରାଗ ଦେଶ କେତେ ଡେଞ୍ଜର ଫର୍ ମେଡିଟେସନ୍। ତୋ ଭିତରେ ସାମ୍ପ୍ରଦାୟିକ ଭାବ ନାହିଁ, ତୋ ଭିତରେ କେବଳ ଆତ୍ମଚିନ୍ତା। ସେ ଆତ୍ମଚିନ୍ତାର ଗୋଟିଏ ଚିନ୍ତା, ସେଇ ଗୋଟିଏ ଚିନ୍ତାର ଡିପଲି ଯେତେବେଳେ ତୋର ଭିତରେ ଥଟ୍ ଆସିଛି ତୋ ମନ ଲୟ ହେଇଯାଇଛି, ତୋ ଶ୍ୱାସ ବନ୍ଦ ହେଇଯାଇଛି। ଶ୍ୱାସ ବନ୍ଦ ହେଲେ ମନ ଲୟ ହେଇଯିବ, ମନ ଲୟ ହେଲେ ଶ୍ୱାସ ବନ୍ଦ ହେଇଯିବ। ହେଇଯାଇଛି, ବହୁତ ବଢ଼ିଆ। ଆଉ କ'ଣ ଆଲୋଚନା ଅଛି? ପୁଣି କ'ଣ ଚାକିରି ପାଇଁ, କ'ଣ ଓକିଲାତି କରିବା ପାଇଁ କ'ଣ ବାହାରିଲୁଣୁ? କି କଣ୍ଟ୍ରୋଭର୍ସି ଏସବୁ କ'ଣ? ଏସବୁ ଧର୍ମ ଜଗତରେ ଅନେକ ଲୋକଙ୍କର ପାଗଳାମି ରହିଛି। ଏକୁଟିଆ ସେଇ ଆମ ଡିସାଇପୁଲରେ ନୁହଁ, ଅନେକ ଡିସାଇପୁଲଙ୍କର ଖାଲି ପାଗଳାମି ପାଗଳାମି ପାଗଳାମି। ତେଣୁ ଆମେ କ'ଣ କରିଛେ? କଥାର ମୂଳ କଥା, ଆମେ କ୍ରିୟମାନଟା କେମିତି ଠିକ୍ ଭାବରେ କରିବା। ଆମେ କ୍ରିୟମାନ କରୁଛେ, ବାବା ଉପସ୍ଥାପନ କଲେ ପାଠ ପଢ଼ିବା, ବ୍ୟବସାୟ ଚାକିରି କରିବା, ବିବାହ ହେବା, ଟଙ୍କା ରୋଜଗାର କରିବା, ଜାଗା କିଣିବା, କୋଠା କରିବା, ଆଉ ବିବାହ ହେବା, କୋଠାଘର କରିବା, ବ୍ୟାଙ୍କ ବାଲାନ୍ସ କରିବା। ଯେଉଁଠି ସ୍ୱାର୍ଥ ଅଛି ସେଇଠି କିଛିଟା ଦେବା, ପୁଣି ହିସାବ ନିକାଶ କରିଦେବା, ତାକୁ ଡାଏରୀରେ ମେନସନ୍ କରିବା। ଆମକୁ ଜଣା ନାହିଁ ଯେ ଆମର ଦିନେ ମୃତ୍ୟୁ ହେବ। ଏ 7ଟା ଦୁଃଖ ପ୍ରତ୍ୟେକ ଲୋକଙ୍କୁ ମିଳେ। କହିଲେ ସମୟ ପଳେଇବ। ଗୋଟେ ହେଉଛି ଜନ୍ମ। ଜନ୍ମ ମାନେ ହିଁ ଦୁଃଖ। କହିଲ କିଏ ଜନ୍ମ ବେଳେ ହସିକି ଜନ୍ମ ହେଇଛି? ଯଦି ଏଇ କଥା କୁହାହବ, କାହିଁକି ତମେ କାନ୍ଦିକି ଜନ୍ମ ହେଲ? ଫଇ ଲଗାଅ, ଫରେନରେ ଯାଇ ପିଲାଙ୍କୁ ପାଠ ପଢ଼ଉଛ, PhD କରୁଛ, କାହିଁକି ମୁଁ କାନ୍ଦିକି ଜନ୍ମ ହେଲି? ଏବେ ପୁଣି କାହିଁ କାନ୍ଦୁଛି? ମୋର ଧର୍ମ କ'ଣ କାନ୍ଦିବା? ମୋ ଧର୍ମ କ'ଣ ଦୁଃଖ କରିବା? ମୋର ଧର୍ମ କ'ଣ ଯନ୍ତ୍ରଣା ଭୋଗିବା? ମୋ ମନ ତ ସବୁବେଳେ ଚାହେଁ ଆନନ୍ଦ। ସମସ୍ତଙ୍କ ମନ ବାସ୍ତବରେ ଚାହେଁ ଆନନ୍ଦ, ନାଇଁ କି? କିଏ ନିରାନନ୍ଦ କେବେ କିଏ କୋଉଠି ଚାହିଁଛି? ଦୁଃଖ କିଏ କେବେ ଚାହିଁଛି? କଷ୍ଟ କିଏ କେବେ ଚାହିଁଛି? ଦୁଃଖ ଚାହିଁଛନ୍ତି କିଏ? ନା ଭକ୍ତମାନେ ଚାହିଁଛନ୍ତି। କାହିଁକି ଭକ୍ତମାନେ ଦୁଃଖ ଚାହିଁଛନ୍ତି? ଘଣ୍ଟା ଘଣ୍ଟା ସମୟ ଯିବ। ଯିଏ ଯେତେ ଦୁଃଖ କଷ୍ଟକୁ ସହିପାରେ ସେ ଭକ୍ତ ହୋଇଛି। ପ୍ରହ୍ଲାଦଙ୍କ ଜୀବନରେ କେତେ ଦୁଃଖ, ପ୍ରହ୍ଲାଦ ଛାଡ଼ି ଦିଅନ୍ତୁ ସତ୍ୟ ଯୁଗର କଥା। ଏଇ ଜନ୍ମରେ ଆପଣ ଦେଖୁନାହାନ୍ତି ମୀରାଙ୍କର, ଏଇ ଜନ୍ମରେ ଦାସିଆର, ଏଇ ଜନ୍ମରେ ବନ୍ଧୁ ମହାନ୍ତିଙ୍କର, ଏଇ ଜନ୍ମରେ ଭକ୍ତ ସାଲବେଗଙ୍କର, ଏଇ ଜନ୍ମରେ ଦେଖୁନାହାନ୍ତି ପଞ୍ଚସଖାଙ୍କର, ଏଇ ଓଡ଼ିଶା ବର୍ଷ ଏଇ ଜନ୍ମରେ ଦେଖୁନାହାନ୍ତି ତୁଳସୀ ଦାସଙ୍କର। କିଭଳି ଦୁଃଖ ଯନ୍ତ୍ରଣା କଷ୍ଟ ସେମାନେ ସହିଛନ୍ତି ଏବଂ କାହାକୁ ମୁହଁ ଖୋଲି ବି କହିନାହାନ୍ତି। ପ୍ରହ୍ଲାଦକୁ ଏତେ ଦୁଃଖ ଯନ୍ତ୍ରଣା କଷ୍ଟ ଦିଆହେଇଛି, ମୀରାଙ୍କୁ ଏତେ ଦୁଃଖ ଯନ୍ତ୍ରଣା ନିର୍ଯାତିତ କରି ଦିଆହେଇଛି, ବିଷ ପିଇବାକୁ ଦିଆହେଇଛି, ରାଜ୍ୟରୁ ବାହାର କରି ଦିଆଯାଇଛି। ମୀରା ସେଥିରେ ବିଚଳିତ, ବ୍ୟସ୍ତ, ବିବ୍ରତ ହେଇ ପଡ଼ିଛନ୍ତି। ସାମାନ୍ୟ ଟିକେ ସାଧନା କରୁଛି, ସ୍ତ୍ରୀ ଯଦି କ'ଣ କହିଦେଲା, ସ୍ୱାମୀ ଯଦି କ'ଣ ଟିକେ କହିଦେଲା, ଭାଇ ମୋର ଟିକେ କ'ଣ କହିଲା, ଆଇଲୁ ସେଣ୍ଟର ଗୋଟେ ଖାଇଲେ କାହିଁ ତୁ ଚାଲିଗଲୁ। ଓହୋ, କେତେ ବଡ଼ ମାନ ଅଭିମାନ ଏ ଜୀବନ, ଏତେ ବଡ଼ ଦୁର୍ଲଭ ଜନ୍ମ। ମୁଁ ଆନନ୍ଦ ପାଇବା ପାଇଁ ଆସିଥିଲି, ମୁଁ ପୁଣି ଏ ଯେଉଁ ଦୁଃଖ ଭୋଗୁଛି, ଏ ଯେଉଁ ଯନ୍ତ୍ରଣା ଭୋଗୁଛି, ଏ ଯେଉଁ କଷ୍ଟ ଭୋଗୁଛି, ଏ ଯେଉଁ ମାନ ଅପମାନ ମୁଁ ଭୋଗୁଛି, ଆର କାରଣ କି? ଏ ସବୁର କାରଣ ହେଉଛି କ୍ରିୟମାଣ। ଏ ସବୁର କାରଣ ହେଉଛି କ୍ରିୟମାଣ। କାରଣ ଜୀବନଟାକୁ ଆମେ କେମିତି ନିର୍ବାହ କରିବା ଆମକୁ ବାପା ଶିଖେଇ ନାହାନ୍ତି, ମା ଶିଖେଇ ନାହାନ୍ତି, ଆମ ସମାଜ ଶିଖେଇ ନାହାନ୍ତି, ଆମର ଯେଉଁ କଲେଜ ସ୍କୁଲରେ ଶିକ୍ଷାକୁ ତାଙ୍କୁ ତ ଗୁରୁ କୁହାଯାଏ, ଟିଚର ଆମକୁ ପାଠ ପଢ଼ଉଛନ୍ତି, ସିଏ ଆମକୁ ସେ କଥା ଶିଖେଇ ନାହାନ୍ତି। କି ସୋସାଇଟି ଆମକୁ ଶିଖେଇ ନେଇ ସେ କଥା। ଯେଉଁ ଗୁରୁକୁଳ ଆଶ୍ରମକୁ ଆମେ ଯାଇ ପହଞ୍ଚିଛେ, ଯାହାକୁ ଆମେ ଗୁରୁ ବୋଲି ଭାବିଛେ, ସେମାନଙ୍କ ବାସ୍ତବରେ ଆତ୍ମଜ୍ଞାନର ଅଧିକାରୀ ନୁହନ୍ତି କି ତତ୍ତ୍ୱଜ୍ଞାନର ଅଧିକାରୀ ନୁହନ୍ତି। ସେମାନେ ଏ ବିଷୟରେ ଭଲ ଭାବରେ କିଛି ଜାଣିନାହାନ୍ତି।
ଯାହାଫଳରେ ଆମେ ଜୀବନ ବଞ୍ଚିବାର ଶୈଳୀ, ଦି ଆର୍ଟ ଅଫ୍ ଲିଭିଂ, ଜୀବନ ବଞ୍ଚିବାର କଳା, କେମିତି ଜୀବନକୁ ଆମେ ନିର୍ବାହ କରିବା, ପାଳନ କରିବା, ଆମକୁ ସେ କଥା ଭଲ ଭାବରେ ଜଣା ନାହିଁ। ଯେତେ ଆପଣ ଐଶ୍ୱର୍ଯ୍ୟ ପାଇଲେ, ଯେତେ ଭୌତିକ ଜଗତର ଟଙ୍କା ପାଇଲେ, ଶିକ୍ଷା ଲାଭ କଲେ, ପ୍ରତିଷ୍ଠା ଲାଭ କଲେ, ଅନେକ ଭାଷା ଶିଖିଲେ, ଦେଶ ବିଦେଶ ବୁଲିଲେ, ଅନେକ ରାଜ୍ୟ ଜୟ କଲେ, ଆପଣ ପାଇପାରିବେନି ଶାନ୍ତି, ପାଇପାରିବେନି ଆନନ୍ଦ, ପାଇପାରିବେନି ବ୍ରହ୍ମାନନ୍ଦ, ପାଇପାରିବେନି ପ୍ରେମ। ଏ ଯେଉଁ ଲଭ୍ଟା କହିଲେ ତ ବହୁତ ସମୟ, ଲଭ୍ଟା କ'ଣ ଆମକୁ ଜଣା ନାହିଁ, ଆମେ ବି ଜାଣିପାରିବାନି। ଯେତେବେଳେ ପ୍ରକୃତ ଭଗବତ ଗୀତା ଚତୁର୍ଥ ଅଧ୍ୟାୟର 34 ଶ୍ଲୋକ ନା କ'ଣ, ତଦ୍ବିଧି ପଣିପାତେନ ପରିପ୍ରେଷଣ ସେବୟା ଉପଦକ୍ଷନ୍ତି ତେ ଜ୍ଞାନୀନ ତତ୍ତ୍ୱଦର୍ଶୀନ। ଯେ ଜ୍ଞାନୀ ମାନେ ଆତ୍ମଜ୍ଞାନର ଅଧିକାରୀ, ଏକାଡେମିକାଲ କ୍ୱାଲିଫିକେସନ୍ ଯାହା ପାଖରେ ଅଛି, ତା ଭିତରେ ଗର୍ବ, ଦମ୍ଭ, ଅହଙ୍କାର, ଅସ୍ମିତା, ରାଗ, ଦ୍ୱେଷ, ଅଭିନିବେଶ ପ୍ରବଳ ମାତ୍ରାରେ ବଢ଼ିବ ଚାଲିବ। ଟଙ୍କା ରୋଜଗାର କରିବ, ସାର୍ଟିଫିକେଟ୍ ପାଇବ ନା, ସେ କ'ଣ ନିଜକୁ ସମୀକ୍ଷା କରିବ ନା ସେ ନିଜକୁ ଦେଖିବ ମୋ ଜୀବନଟା କାହିଁକି କଷ୍ଟମୟ ଦୁଃଖମୟ ହେଲା। ଦେଖୁନାହାନ୍ତି, ବୁଦ୍ଧଦେବଙ୍କର ସୁନ୍ଦରୀ ସ୍ତ୍ରୀ ଥିଲା, ରାଜ୍ୟ ଥିଲା, ରାଜବାଟୀ ଥିଲା, ବାପା ମା ଥିଲେ, ପୁଅ ଥିଲା, ଆଉ ପାରିଷଦଗଣ ଚାକର, ପାରିଷଦଗଣ ସମସ୍ତେ ସେବାୟତ ମନ୍ତ୍ରୀ ସମସ୍ତେ ତାଙ୍କ ପାଖରେ ଥିଲେ, ଦେହରକ୍ଷୀ ମଧ୍ୟ ଥିଲେ। କ'ଣଟା ଯେ ଅଭାବ କଲେ, କ'ଣଟା ଯେ ଅଭାବ ଅନୁଭବ କଲେ, ନିଃସ୍ୱାର୍ଥରେ ଛାଡ଼ି କାହିଁ ଚାଲିଗଲେ। ଖାଲି ବୁଦ୍ଧ ନୁହନ୍ତି, ମହାବୀର କାହିଁ ଗଲେ, ଶଙ୍କର କାହିଁ ଗଲେ, ଚୈତନ୍ୟ କାହିଁ ଗଲେ, କବୀର କାହିଁ ଗଲେ, ନାନକ କାହିଁ ଗଲେ, ଯେତେ ମହାପୁରୁଷ ଭାରତ ବର୍ଷରେ ଦେଖନ୍ତୁ ସାଧୁ ସନ୍ଥଗଣ, IAS ଅଫିସର ସୁନୀଲ ପଟ୍ଟନାୟକ କାହିଁ ଚାକିରି ଛାଡ଼ି ଡିଭାଇନ୍ ଲାଇଫ୍ ସୋସାଇଟିରେ ଜଏନ୍ କରିଗଲେ, କ'ଣ ପାଇଁକି? ତେଣୁ ଆମର ଗୋଟେ କ'ଣ ଅଭାବ ରହିଛି, କ'ଣ ଅଭାବ ନା ଆମେ ଶାନ୍ତି ଆଉ ଆନନ୍ଦ ପାଇପାରିବାନି। ଯେତେ ଭୌତିକ ଜଗତର ଆଚିଭମେଣ୍ଟସ୍ ହୁଅନ୍ତୁ, ସେଇଟା ହେଉଛି ଭଗବାନଙ୍କର ପରୀକ୍ଷା। ଭଗବାନଙ୍କର ସୃଷ୍ଟିଟା ସେଇଭଳି। ଏ ସଂସାରକୁ ଭଗବତ ଗୀତାରେ କୁହାଯାଇଛି ଦୁଃଖ ଆଳୟମ୍। ଏ ସଂସାରଟା ହେଉଛି ଦୁଃଖର ଆଳୟ। ଏଠି ଯିଏ ଆସିବ, ଜନ୍ମ କଥା କୁହାହେଉଥିଲା। ଜନ୍ମ ହବାଟା ମାନେ ହିଁ ଦୁଃଖ। ଆପଣ ତାକୁ ଯଦି କ୍ରିୟମାଣ ଠିକ୍ କରିଦେବେ, ଜନ୍ମଟା ସୁଖରେ ପରିଣତ ହେବ, ରୂପାନ୍ତରିତ ଯଦି କରିଦେବେ। ଦେଖନ୍ତୁ, ମା ଗର୍ଭରେ ଗୋଟେ ଛୁଆ ରହିବ, ଗୋଟେ ୟୁଟ୍ରସ୍ ଭିତରେ, ସେଇଥିରେ ଝାଡ଼ା, ସେଇଥିରେ ପରିସ୍ରା, ସେଇଥିରେ ଲାଳ, ସେଇଥିରେ ତାକୁ କହନ୍ତି ନର୍କ ଗୋଟେ, ତା ଭିତରେ ଅମୁଆ ହେଇକି ସେ ରହିବ। 5 ମାସ ଠାରୁ ତା ପ୍ରାଣ, 4 ରୁ 5 ମାସ ଭିତରେ ତାର ଆତ୍ମା ପ୍ରବେଶ କରିବ। ତାକୁ ଯାହାକୁ ଆମେ ଜୀବାତ୍ମା କହୁଛେ, ସେ ପ୍ରବେଶ କରିବ। ତା ଭିତରେ ସେ ଛଟପଟ 10 ମାସ 10 ଦିନ, ଯାହାକୁ ବିଜ୍ଞାନ କହୁଛି 270 ରୁ 280 ଦିନ ଚାନ୍ଦ୍ରମାନ୍ୟ ଗଣନା ହିସାବରେ। ଛୁଆ ଏତେ କଷ୍ଟ ଭୋଗିବ ଯେ ପ୍ରଭୁ ଇ ଜନ୍ମ ମୁଁ ଆଉ ଜମା ହେବିନି। ଆପଣମାନଙ୍କର ଏ ସ୍ମରଣ ନାହିଁ, ଏ କନସିୟସନେସ୍ ନାହିଁ, ଅଜ୍ଞାନତାରେ ଆପଣ ପୁରା ମଜି ଯାଇଛନ୍ତି। ଆଉ ବିଷ୍ଣୁ ମାୟାକୁ ସତ୍ୟ ବୁଝି ପ୍ରାଣୀଏ ଅଛନ୍ତି ଏଥି ମଜି। ତେଣୁ ପୁଣି ବୁଡ଼ଇ ପୁଣି ଉଠଇ ନିଗମ ପଥ ନିତ୍ୟ ବୁଡ଼ଇ। ଆପଣଙ୍କର ମନେ ନାହିଁ ଯେ ମୁଁ ମା ଗର୍ଭରେ ଥିଲି 10 ମାସ 10 ଦିନ। ପ୍ରଥମେ ମୁଁ ଶୁକ୍ରାଣୁ ଆଉ ଡିମ୍ବାଣୁ, କୀଟାଣୁ ଡିମ୍ବାଣୁର ମିଶ୍ରଣରେ ଯେ ମୋର ଜନ୍ମ, ମୁଁ ଗୋଟେ ଧବଳ ବର୍ଣ୍ଣ ଥିଲି। ମୁନି ଋଷିମାନେ ଲେଖିଛନ୍ତି, ଆମର ପଞ୍ଚସଖା ଭିତରେ ଯଶୋମ ଦାସ ଲେଖିଛନ୍ତି, ପ୍ରଥମ ମାସେ ତୁ ଯେ ହେଲୁ ଧବଳ ବର୍ଣ୍ଣ, ଦ୍ୱିତୀୟ ମାସେ ତୁ ଯେ ଜଳେ ଜେସ ନେମିନ, ତୃତୀୟ ମାସେ ଯେ ଶୂନ୍ୟ ମେଲିଲୁ ଡାଳ, ଚତୁର୍ଥୀ ଅସ୍ଥି ଖଞ୍ଜା ତୋହରି, ବଡ଼ ମାୟାବୀ ଜୀବ ନୁହେଁ କାହାରି, ଦିନେ ନ ଭଜୁ ରାମ କୃଷ୍ଣ ଶ୍ରୀ ହରି। ସେ କଥା ଜମା ମନେ ନାହିଁ, କାହାରି ମନେ ନାହିଁ।
ସେହିଭଳି ଆତ୍ମା ଯେଉଁମାନଙ୍କୁ ସଂସାରର ମାୟା ଲାଗିନାହିଁ, ଯେଉଁମାନେ ତ୍ରୟତାପ ତାଙ୍କୁ ଗ୍ରାସ କରିନାହିଁ, ଯାହାଙ୍କ ପରେ ଭଗବତ କୃପା ବିଭୁ କୃପା ରହିଛି, ସେଇମାନେ ମାତୃଗର୍ଭକୁ ସ୍ମରଣ କରିପାରନ୍ତି। ମା ଗର୍ଭରେ ସମସ୍ତେ ତ ଭଗବାନଙ୍କୁ ଦର୍ଶନ କରନ୍ତି, କେହି ଦର୍ଶନ କରନ୍ତିନି ବୋଲି କୌଣସି ଶାସ୍ତ୍ରରେ ପ୍ରମାଣ ନାହିଁ। ପରୀକ୍ଷିତଙ୍କୁ ଦେଖୁନାହାନ୍ତି, ସମସ୍ତେ ଆମେ କରିଛେ ମା ଗର୍ଭରେ ସେଇ ଭଗବାନଙ୍କୁ ଆମେ ଦର୍ଶନ କରିଛେ। ତେଣୁ ସେଠୁ କେମିତି ମୁକ୍ତି ହବା, ସେଥିଲାଗି ଆମେ ଭଗବାନ ନିକଟରେ ପ୍ରେୟାର କରୁ। ଭଗବାନ କହନ୍ତି ଯା, ଛାଡ଼ି ଦିଅନ୍ତି, ଆମେ ଆସୁ। ଆସିଲା ପରେ ସବୁ ତ ଭୁଲି ଯାଉ ମାୟାର ପ୍ରଭାବରେ। ସେତେବେଳେ ଯେଉଁମାନେ ପୂର୍ବଜନ୍ମ ସଂସ୍କାର ଥାଏ ସେମାନେ ଗୁରୁ ଗ୍ରହଣ କରନ୍ତି, ଗୁରୁଙ୍କର ସାନ୍ନିଧ୍ୟ ବାରମ୍ବାର ଲାଭ କରନ୍ତି ଏବଂ ଗୁରୁଙ୍କର ଆବସେନ୍ସ ତାଙ୍କୁ ବହୁତ କଷ୍ଟ ଦିଏ ଏବଂ ଗୁରୁ ତାକୁ କହିଦିଅନ୍ତି ତୁ ମା ଗର୍ଭ ହେଉଛି ଗୋଟେ ନର୍କ, ସେଇ ନର୍କରେ ଥିଲୁ, ଉଦ୍ଧାର ହେବା ପାଇଁ ପ୍ରେୟାର କରିଥିଲୁ ଆଉ ଭଗବାନଙ୍କ ପାଖରେ ସ୍ତୁତି କରୁଥିଲୁ। କ'ଣ ସ୍ତୁତି କରୁଥିଲୁ ନା ଯଦି ମତ୍ୟ ମଣ୍ଡଳେ ମୁଁ ହୋଇବି ଜନ୍ମ, ତୋ ନାମ ଗାଉଥିବି ସୁମରି। ଯଦି ମୋତେ ଜନ୍ମ କରିଦେଲୁ ତୋ ନାମ ବ୍ୟତୀତ ମୁଁ ଆଉ କିଛି ଜାଣିବି ନାହିଁ। ଯେତେବେଳେ ଜନ୍ମ ହେଇପାରିଲା ମା ବାପା ଡାକିଲା ଡାକିଲା ଡାକିଲା, ସ୍ମରଣ କଲା ଏ କିଏ ତୋ ଦାଦା, ଏ କିଏ ତୋ ମଉସା, ଏ ମାମୁଁ। ଶିଖିଲା ଇରି କ'ଣ ଏଇ କଥା କହିକି ଆସିଥିଲି, ଯଦି ମତ୍ୟ ମଣ୍ଡଳେ ହୋଇବି ଜନ୍ମ, ତୋ ନାମ ଗାଉଥିବି ସୁମରି, ବଡ଼ ମାୟା ବି ଜୀବନ ଏକା ଦିନେ ନଭଜ ରାମକୃଷ୍ଣ ହରିଷି ହରି। ଏଇ କ୍ରିୟମାଣ କଥାରୁ ଅନେକ କଥା ଆସିବ ଯେ ଗୋଟେ ଏପିସୋଡ ଏଇ ବର୍ଷଟା ସାରା ଚାଲିଲେ ବି ସରିବ ନାହିଁ। ଆମେ କ୍ରିୟମାଣକୁ କେମିତି କରିବା ସଂକ୍ଷେପରେ ଲାଷ୍ଟକୁ ବାବା କହିଦେବେ। ତେଣୁ ଜନ୍ମ ହେବାଟା କେତେ କଷ୍ଟ, ଜନ୍ମ ହେବା ଠାରୁ ଦୁଃଖ ଲାଗିବ ଯେ, ଯନ୍ତ୍ରଣା ଲାଗିବ ଯେ, କଷ୍ଟ ଲାଗିବ ଯେ, ମାନେ ପ୍ରାରବ୍ଧରୁ ନେଇ କ୍ରିୟମାଣରୁ ନେଇ କାହାର ବେଶୀ କାହାର କମ୍, କିନ୍ତୁ କାହାକୁ ଛାଡ଼ି ନାହିଁ। ପିଲାଟେ ହୁଅନ୍ତା କି କେତେ ପରିଶ୍ରମ, ଆହା ପିଲାଟା ହବା ଏତେ କଷ୍ଟ, ତାକୁ ଲାଳନ ପାଳନ କରିବା କେତେ କଷ୍ଟ, ପୁଣି ତାକୁ ପାଠ ପଢ଼େଇବା କେତେ କଷ୍ଟ, ତାକୁ ବାହାଘର ପାଇଁ ବାପା ମା ବ୍ୟସ୍ତ ବିବ୍ରତ, ଶୀଘ୍ର ଶୀଘ୍ର ଭଲ ବୋହୂଟେ ମିଳିଯାଉ। କର୍ମ ଆମର କ'ଣ କରାଯାଇଛି ଦେଖା ନାହିଁ, କ'ଣ ଏବେ କରୁଛେ ଆମର ଦେଖା ନାହିଁ, କି ବୋହୂଟେ କେମିତି ଭଲ ମିଳିଯାଉ। ମାନେ ପ୍ରତ୍ୟେକ ଲୋକଙ୍କର ଏଇ ଯେଉଁ ଅଜ୍ଞାନତା, ଏଇ ଯେଉଁ ଅହଙ୍କାର ଅଜ୍ଞାନତା ଏତେ ପରିମାଣରେ କେମିତି ବଦ୍ଧ ଜୀବ ହେଇ ରହିଛି, ମାନେ ବଳବତ୍ତର ହେଇ ରହିଛି, ସେଇ କଥାକୁ କେହି କିଛି ବୁଝିପାରୁନାହାନ୍ତି। ଆରେ ମୁଁ କରିଛି ଯାହା ମତେ ସେଇଆ ମିଳିବ ନା, ଆଉ ଯାହା କରୁଛି ତା ମତେ ମିଳିବ ନା। ଆଉ ଭଲ ବୋହୂଟେ ପାଇଁ ତୁ କ'ଣ ସାଧନା କରିକି ଆସିଛୁ, ଭଲ ଜ୍ୱାଇଁଟେ ପାଇଁ ତୁ ସାଧନା କରି ଆସିଛୁ ନା ଭଲ ସ୍ତ୍ରୀଟେ ପାଇଁ ତୁ ସାଧନା କରି ଆଇଛୁ। ଏ ସାଧୁମାନ କଥା ପଢ଼, ଭଲ ଶିଷ୍ୟଟେ ପାଇଁ କ'ଣ ତୁ ସାଧନା କରିକି ଆଇଛୁ, ଯଦି ମିଳିଲା ନାହିଁ। ଆର ରହସ୍ୟ ଯଦି ଆପଣ ଖୋଜିବେ, ଆରି ମୂଳେ ରହିଛି କ୍ରିୟମାଣ। କୋଉଠି କର୍ମରେ ଭୁଲ, ସେ ଭୁଲ ରହିଯାଇଛି। ଗୀତାରେ ଗୋଟେ ଚାପ୍ଟର ରହିଛି କର୍ମଯୋଗ, 3rd ଚାପ୍ଟର। ସେ କର୍ମଯୋଗ ଉପରେ ଭଗବାନ କହିଛନ୍ତି, ତାକୁ ଯଦି ପଢ଼ିକି ଆପଣ ବୁଝିବେ ଆପଣ ଶାନ୍ତ ହେଇଯିବେ, ସ୍ଥିର ହେଇଯିବେ। ଏମିତି କେଉଁ ପ୍ରଶ୍ନ ନାହିଁ ତାର ଉତ୍ତର ଆପଣ ଭଗବତ ଗୀତାରୁ ନ ପାଇବେ। ଗୀତାକୁ ଥରୋଲି ପଢ଼ିବେ, ଘଣ୍ଟା ଘଣ୍ଟା ସାଧନା ପରେ ଅଧ୍ୟୟନ କରିବେ ଏବଂ ବୁଝିବାକୁ ଚେଷ୍ଟା କରିବେ କ'ଣ ସେ ଭଗବତ ଗୀତା କାହିଁକି କ'ଣ ପାଇଁ କୁରୁକ୍ଷେତ୍ରରେ ବା ଯୁଦ୍ଧ କ୍ଷେତ୍ରରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ ହିଁ କହିଲେ। କ'ଣ ପାଇଁ ନା ତାର ଅହଙ୍କାର ପାଇଁ, ତାର ଅଜ୍ଞାନତା ପାଇଁ, ତାର ମୋହଗ୍ରସ୍ତ ପାଇଁ ତାକୁ କହିଲେ। ଆମ ଭିତରେ ଅହଙ୍କାର ଅଛି, ଅଜ୍ଞାନତା ଅଛି, ମୋହଗ୍ରସ୍ତ ଅଛି, ସେ ଆମ ଭିତରୁ ଯାଉନି। ଦେଖୁନାହାନ୍ତି ଦୁଇଟା ଆସକ୍ତି ସମସ୍ତଙ୍କ ଭିତରେ ଅତି ପ୍ରବଳ ମାତ୍ରାରେ ରହିଛି। ଗୋଟିଏ ଆସକ୍ତି ହେଉଛି ସଂସାର ପ୍ରତି ଆସକ୍ତି, ସଂସାର ପ୍ରତି ଆସକ୍ତି। ଗୋଟିଏ ଆସକ୍ତି ହେଉଛି ଶରୀର ପ୍ରତି ଆସକ୍ତି।
गोटे आसक्ति कौन ना शरीर प्रति आमर आसक्ति चिंता कर देखु संसार आसक्ति आपण भीतर जमा जाऊची ना जीव कहारी जाइए देखिले जिते दीक्षित होठिक आसीच धला पिंधुच वेजिटेरियन खाद्य खाऊच किछि किछि डोनेशन दौच देखिल जाई जदि एते वर्ष रे गला नहीं आउ केते वर्ष निश्वास नैव विश्वास निश्वास पर विश्वास नहीं केतोले जीवन चली जीव ठीक है ठिकना नहीं जीवन बोले श्वास प्रश्वास के जान दिन कथा रहीगला श्वास को आम भल पाइचे श्वास को आम विश्वास करें सीटा तो जीवन ना भल पाइबा केमिति क्या भल पाइबा हूँ श्वास प्रश्वास आम जीवन कौन भल पाइले से शरीर प्रति आसक्ति से संसार प्रति आसक्ति शरीर प्रति निशा संसार प्रति निशा सी कौन मद खाई आम समस्ते मद पीचे समस्ते मदपान कर देखुना जहाँ को कौन कि आप डोनेशन देवे ठाकुर कौन पैसा अच्छे कि अकाउंट देखुन कुआड़े कुआड़े कितने अकाउंट क्या अकाउंट देखौ हरी बापा ये मनीष एत भयंकर समस्त कथा बाबा क्या आक्षेप कर कहना अरे तुम्हें जहाँ जीवन देच सी तुम जीवन देवे तुम्हें तुम लाइफ रे समीक्षा करूना तुम बापा तो माँ तुम्हें जीवन दब बापा माँ टे रोगे बेसी दिन पड़गले तुम्हें क्या सेटिंग करदे तुम्हें सेवा करने को आसबनी सेवा करनी मन भितर कह तो बापा शब्द उठीज ये बुढ़ाटा मरी जाता कि तापर टिके नाकू कहबी समय ने 10टा जाए कहबू तापर बंद कर जन्म कथा सरू ना जन्म है माने मृत्यु हम किभली मृत्यु हम कौटी हम कि कौ स्थान हम केमिति दांत दीपटिकी पड़ी लंगड़ा से सुना रूपा मो कान तब मो स्वामी मो पुओ मो झी मो स्त्री कुआड़ गले केतर जननी केतर बांधव खाइबा खेलिबा सुख सरदा सुख आ सरदार साथी माने तेणु मिछ माया संसार केही नुहे कहार जदि सुत तनय दारादास ये सर्व बिजुली प्रकाश ये पुणी जानती निज कर्म पथे ये पुणी जानती निज कर्म पथे शोक संताप दे चिते यहाँ संगे लाभ ये भाव मूढ़ न जान ये भाव कर्म आमर भूल हो जाऊे प्रत्येक समय रे आम जापारे सत्संग आश्रय नेले दीक्षा ग्रहण कले गुरु को गुरु ग्रहण कले कहीं आम भितर आसुना आम गुरु को पाखरे बाबा पूर्वर कहले शरण आम पशि निजको समर्पण करने आम तांको आगे न रखी पछरे रखीचे रखी था पछरे तेणु से मोर पथ प्रदर्शक से मोर मार्गदर्शक से मो जीवन सबु किछि मु तम निकट रे सबु किछि समर्पण करदेली प्रभु आज ठार तुम्हें हाथ रे मु गोटे खेलना कंढेई मत जमी नचैब मुझे नाची जमती जने कृतदास थे मालिक को पचारे मालिक पचारे तुम ना कौन ना मो ना कि ना जो नाम मत डाकिबे से नाटा मोर तुम्हें कौन खाइब मोर किसी चॉइस ना आपन चाह देवे मुझे खाइ तुम्हें कि काम कर तुम्हें जो कम मत बराद कर मुझे कम करी तुम्हें कौटी रही आपण मत जो रखिए मुझे रही तुम्हें केते टंका नब ना मोर टंका पैसा किसी दरकार ना जहाँ देवे नेबी नदेले मु तो किसी नेबी नहीं समर्पित हो जाए समर्पण लक्षण कहुच्छी यही भाव जे जीवनटी को निर्वाह कर गुरु पाखे भगवान को जहाँ गुरु पर विश्वास आसला नहीं बहुत लोग गुरु पर विश्वास है से
दीक्षा नवा पूर्व आम 15टी बाणी एवं लिखिचु से बाणी को जी पालन करिवो से दीक्षा नब से बाणी को जी पालन न करिवो से दीक्षा नहीं पारिबो नाही। कौन से बाणी प्रथम होची ना गुरु को ऊपर श्रद्धा गुरु को ऊपर विश्वास गुरु को ऊपर भक्ति गुरु को निकट निजको समर्पण कर। प्रथम क्राइटेरिया प्रथम कथा होची जदि तुम भीतर एतिकी कथा नहीं गुरु श्रद्धा गुरु विश्वास गुरु भक्ति गुरु को निकट समर्पण देखुना आपण जीवन रे गुरु को ऊपर केते श्रद्धा रही केबे मो गुरु केमती अच्छंती मो गुरु केमती खाइचंती मो गुरु केमती विश्राम नौचंती मो गुरु को स्वास्थ्य केमिति रही आपण कहे अरे गुरु ब्रह्मा गुरु विष्णु गुरुदेव महेश्वर गुरु साक्षात परम ब्रह्म तस्मै श्री गुरवे नमः। गुरु तो भगवान गुरु तो परमात्मा परम ब्रह्म ये कथा कहीं आम बुझीबू ठीक अच्छे मानवीय लीला अच्छी ना नाई जगतर नाथ जगन्नाथ से तो परमात्मा परम ब्रह्म से तो सबकि तांको कौन पुणी दिन को 6 थर बेश कराऊँच 6 थर चंदन लगी कराऊँच आज फगु दशमी प्रभु पुणी फगु खेल कर चाचेरी बेश आज प्रभु सुंदर लाल बेश परिधान हे स्वतंत्र नीति हेब तांको कौन रथ यात्रा करा कौन दौड़ भिडिकी बांधि दिज्व नची नची कौन निजी आप समीक्षा करेंगे आपणकर भाव हम ना भक्ति हम ना श्रद्धा हम ना विश्वास हम ना मुंडिया मारिया को इच्छा हम। बहु लोग कहे गुरुंर कौन जत्न के गुरु पर श्रद्धा अच्छी कारण श्रद्धावान लभेते ज्ञान तत्पर संजितेन्द्र ज्ञान लब्धा परांग शांति मचिरणे अधिगच्छति सबरी मूल हूँ श्रद्धा। भागवत भगवान कहले श्रद्धा न थाई अंतर्गते ता मु छुईमी केमंते ये क्रियमाण कर्मटा कह गोटे सरल भाषा लास्ट को कहीदेवी कहबू से जदि बुझीजे सब क्रियमाणटा ठीक है। विश्वास अच्छे मो गुरु यह कहते मंत्रमूल गुरुर वाक्य अच्छे ध्यान आग हूँ ध्यान मूल गुरुर मूर्ति पूजा मूल गुरुर पद मंत्र मूल गुरुर वाक्य मोक्ष मूल गुरुर कृपा कि जड़े बुझी मोक्ष मूल अंतिमटा हूँ मोक्ष परमात्मा सहित मिलन से मूल उत्स फेरी से कौन दरकार ना से दरकार केवल गुरु कृपा। गुरु जदि कृपा न करिवे आमर मोक्ष हो पारिबना। आम तो भगवान को देखिने भगवान को जानिने भगवान विषय शुणीचे ए जन्म दर्शन करवा न करवा पुणी से कथा निज पर विश्वास निजको भल पाइबा। हाँ तुम ए जन्म भगवत दर्शन हम तुम्हें मोक्ष लाभ कर गुरु तुमको कहीदेले तुम एक कथा को विश्वास कर को डिसाइपल विश्वास कर जमती दी जन थे नारद स्वर्ग को जाऊे बाबा एक कथा उपस्थापना कर पचार भगवान को दर्शन आम केबे करूँ नारद बुझिले भगवान कहले ये भक्तटी दर्शन कर आउ 7 जन्म पर 7 वर्ष पर ये भक्तटी दर्शन कर गचर जी पत्र अच्छी झड़ला पर आहरी 7 वर्ष मते तब नारद कहला पर आहरी 7 वर्ष मते लगे इति कष्ट सह्या को पड़ो ये संभव पर आहरी 7 वर्ष दीर्घ निश्वास आहरी ये गचर जी पत्र अच्छे झड़ला पर से वर्ष गला परे मु दर्शन करी तो निश्चय दर्शन करी
ନିଶ୍ଚିନ୍ତ କରିବି ଆନନ୍ଦ ଆଉ ପ୍ରେମ ଆସିଲା। କଥାର ଡିଫରେନ୍ସ, ଆ ଭିତରେ ବିଶ୍ୱାସ ଆସିଲା, ଆ ଭିତରେ ଅବିଶ୍ୱାସ ଆସିଲା। ସଂଶୟ ଆତ୍ମା ଭଗବତ ଗୀତାର ଉଲ୍ଲେଖ ଅଛି ବିନଶତି। ଭାଗବତରେ ଅଛି ମୂଳଟି ଅଟଇ ବିଶ୍ୱାସ, କହଇ ଜଗନ୍ନାଥ ଦାସ। ବିଶ୍ୱାସ ବିନା କର୍ମ ଯେତେ, ଫଳ ନ ଫଳେ କଦାଚିତେ। ଯହିଁ ପୁଚିଲେ ତହିଁ ସେଇ, ମୂଳଟି ବିଶ୍ୱାସ କରେ। ବିଶ୍ୱାସ ଶବ୍ଦ ବ୍ୟାଖ୍ୟା କଲେ ବିଶ ଯୁକ୍ତ ବାସ ଇତି ବିଶ୍ୱାସ। ଗୁରୁଦେବ ଯାହା କହିଲେ, ଶାସ୍ତ୍ର ଯାହା କହିଛି, ତାକୁ ଯଦି ଆମେ ତାହା ଯଦି ଆମ ଭିତରେ ପଶିକି କ୍ରିୟାଶୀଳ ହେଲା, ସେଥିରେ ସନ୍ଦେହ ଆଉ ନ ଆସିଲା। ହଁ, ଗୁରୁଦେବ କହିଛନ୍ତି ତମର ଏଇ ଜନ୍ମରେ ମୁଖ୍ୟ ମଳଂ ଗୁରୁର କୃପା, ତୁମେ ନିଶ୍ଚିନ୍ତ ଭାବରେ ମୁଖ୍ୟ ଲାଭ କରିବ। ସେଇ କଥାରେ ଯଦି ସନ୍ଦେହ ସଂଶୟ କୋଉ କୋଣରୁ ନ ଆସିବ, ଯେମିତି ମା କହିଛି ତା ଛୁଆକୁ ଇଏ ତୋର ବାପା, ଝୁଅକୁ କହିଛି, ପୁଅକୁ ବି କହିଛି। କୋଉ ଝୁଅ ପୁଅ ସନ୍ଦେହ କରିଛନ୍ତି ଇଏ ମୋର ବାପା ନୁହେଁ, କେବେ କରିଛନ୍ତି? ସେଇଭଳି ଯଦି ଆପଣ ସନ୍ଦେହ ନ କରିବେ, ତାହେଲେ ଆପଣଙ୍କର ହେଇଯିବ। ତେଣୁ ଜନ୍ମ କଥା ସରୁନାହିଁ, ମୃତ୍ୟୁ କଥା ପୁଣି ରହିଛି। 7ଟା ଦୁଃଖ ମଣିଷ ଭୋଗ କରୁଛି ନା, ଜନ୍ମ, ମୃତ୍ୟୁ, ଜରା, ବ୍ୟାଧି, ଆଧ୍ୟାତ୍ମିକ, ଅଧିଭୌତିକ, ଦୈବିକ। ତ୍ରୟତାପହରେ ତବ ନାମ ଗୁଣେ, ଗୁରୁଦେବ ଦୟାକର ଦୀନ ଜନେ। ମୃତ୍ୟୁ ଇଠି କୋଉଠି କେତେବେଳେ ଡେଥ୍ ହେଇଯିବ ତା ଠିକ ନାହିଁ। ଏତେ ଶରୀର ପ୍ରତି ଆସକ୍ତି, ସଂସାର ପ୍ରତି ଆସକ୍ତି। ଦେଖୁନାହାନ୍ତି ସଂସାରରେ ଆପଣ କେତେ ମାଡ଼ ଖାଇବେ। ପୁଅ ବାଡ଼େଇବ, ସ୍ତ୍ରୀ ବାଡ଼େଇବ, ଝୁଅ ବାଡ଼େଇବେ, ବନ୍ଧୁ ବାଡ଼େଇବେ, ତ ଖରାପ ଭାଷା କହିବେ, କଟୁ କଥା କହିବେ, ସମାଲୋଚନା କରିବେ, ନିର୍ଯାତନା ଦେବେ, ଦୁଃଖ କଷ୍ଟ ଦେବେ, ସାଧନା କରେଇ ଦେବେନି, ଆଶ୍ରମକୁ ଛଡ଼େଇ ଦେବେନି, ଦାନ ଦେଇଦେବେ ନାହିଁ, କେଉଁଠି କିଛି କରେଇ ଦେବେ ନାହିଁ। ନିଜ ପରିବାର ନିଜକୁ ଦେଖେ, ଏତେ ଦେଖେ, ଆପଣ ଛାଡ଼ିଦେବେ? ଜମା ସଂସାରକୁ ଛାଡ଼ିବେନି। କାହିଁକି? ଇତି ଆଟାଚମେଣ୍ଟ। ଘର କାମ ପାଇଁ ଯଥେଷ୍ଟ ସମୟ ସମସ୍ତଙ୍କ ପାଖରେ ଅଛି। ନିଜେ ଯଦି ମା ରୋଗରେ ପଡ଼ିଲା, 10 ଦିନ 20 ଦିନ ସମୟ ମିଳିବ ପୁଅକୁ, ଚାକିରି କରୁ, ବିଜନେସ୍ କରୁ। ଯଦି ରିଲେଟିଭ୍ ପଡ଼ିଲେ ସମୟ କାହିଁକି ଦେଖିବାକୁ ଯିବ? ଇଠି ବ୍ୟସ୍ତ ଭିତରେ ଭାଇ ମୁଁ ଅଛି, ଖାଇବାକୁ ଟିକେ ବି ସମୟ ନାହିଁ। ଆଉ ଯଦି ଗୁରୁଙ୍କର ଦେହ ଅସୁସ୍ଥ ହେଲା, ମେଡ଼ିକାଲରେ ପଡ଼ିଲେ, ସିଏ ତ ରିଜେକ୍ଟ ଲିଷ୍ଟରେ ପଡ଼ିଛନ୍ତି। ଆଉ ଡଷ୍ଟବିନ୍ରେ ଗୁରୁ ପଡ଼ିଛନ୍ତି, ଯେ ମୁଖ୍ୟ ଦାଦା, ଯିଏ ତୁମେବ ମାତାଶ୍ଚ ପିତା ତୁମେବ, ତୁମେବ ବନ୍ଧୁଶ୍ଚ ସଖା ତୁମେବ, ତୁମେବ ବିଦ୍ୟା ଦ୍ରବିଣଂ ତୁମେବ, ତୁମେବ ସର୍ବଂ ମମ ଦେବଦେବ। ତାକୁ କୋଉ ଚଣ୍ଡାଳ ଲେଖିଛି କେଜାଣି? ଇଏ ସତ କି ମିଛ? କାହା ପାଇଁ ଏ କଥା? ଏଇଟା କହିଲି ମୋର ଭୁଲ ହେଇଗଲା, ଚଣ୍ଡାଳ କହିଲି। କିଆକୁ ଲେଖିଛନ୍ତି ହି ଭଗବାନ? ଏ କୋଉ ଯୁଗ ପାଇଁ ଲେଖା ଅଛି? ଆଜ୍ଞା ଜମା ସମୟ ନାହିଁ। ଆଉ ଯାଇଦେଇ ବନ୍ଧୁବାନ୍ଧବ ପାଇଁ ଟିକେ ସମୟ ବାହାରି ପଡ଼ିବ, ଯାଇ ଦେଖି ଆସିବାକୁ। ଗୁରୁଙ୍କ ପାଇଁ ଆଦୌ ସମୟ, ଅଫିସ ଆୱାର, ବିଜନେସ୍, ପୁଅକୁ ନେଇକି ଯିବି, ଝୁଅକୁ ନେଇକି ଯିବି, ଏଠିକି ଯିବି, ସେଠିକି ଯିବି। ଆପଣ ଗୁରୁଙ୍କୁ ବିଶ୍ୱାସ କ'ଣ କରିବ? ମୋକ୍ଷ ମୂଳଙ୍କୁ ଗୁରୁ କୃପା କ'ଣ ହବ? ଆଉ ତୁମେବ ମାତାଶ୍ଚ ପିତା ତୁମେବ ବନ୍ଧୁଶ୍ଚ ସଖା ତୁମେବ, ତୁମେବ ବିଦ୍ୟା ଦ୍ରବିଣଂ ତୁମେବ, ତୁମେ ସର୍ବ ମମ ଦେବଦେବ। ଶ୍ରୀ ଗୁରୁଦେବ ମୁଁ ତମକୁ ପ୍ରଣାମ କରି ଖାଲି ବୁଲା ହେଉଛି। ଏ କାନରେ କାହାକୁ ଶୁଭୁଛି? କାହାକୁ ତୁମେ ମୋ ଗୀତା, ତୁମେ ମୋ ଭାଗବତ କାହାକୁ ଶୁଭୁଛି? କାହାକୁ ବି ଶୁଭୁନାହିଁ। ତେଣୁ ମୃତ୍ୟୁ ହବା ସମୟରେ ଶରୀର ସଂସାରକୁ ଛାଡ଼ିବାକୁ ଏତେ ମାଡ଼ ଖାଇଲା ପରେ ସଂସାର ପ୍ରତି ଆସକ୍ତି ଜମା ଯିବନି। ଯଦି ରାଗିକି ଘର ଛାଡ଼ି ଯାଇଛ, ବାଟ ସାରା ତ ମନେ ପଡ଼ିବ ଚାବିଟା କୋଉଠି ଥୋଇ ଦେଇଛି, ସୁନା ମୋର କୋଉଠି ଅଛି, ଇରେ ସିଏ କୁଆଡ଼େ କମ ଘରେ ପଶିକି ନେଇଯିବ। ଇରେ ବାପାରେ ବାପ, ସିଏ ମୋତେ ଧ୍ୟାନ କରେଇଦବ ନାଇଁ, ସେ ମୋ କବାଟ ବନ୍ଦ କରିଦେବ। ବାପାରେ ବାପ, ସେ ନିଶା କ'ଣ ଛାଡ଼ିଛି? ଯଦି ଛାଡ଼ିଥାନ୍ତା ଏ ଜନ୍ମରେ ଛାଡ଼ି ଯାଇଥାନ୍ତା।
ଟିକେ ଚେତନା ଆସିଲା ପରେ ଛାଡ଼ିକି ଆପଣ ଆଶ୍ରମବାସୀ ହେଇଯାଇଥାନ୍ତେ, ହେଲେ କୋଉଠି ରହିଥାନ୍ତେ? ଛାଡୁଛି, ଏବେ ଶୁଣିଲେ କାର ଛାଡ଼ିଯିବ? ସେମିତି ତାପରେ ନିଶା ହଉଛି କ'ଣ ନା ଶରୀର ପ୍ରତି ନିଶା, ଶରୀରକୁ ଯୋଉ ଭଲ ପାଇବା। ଆପଣ ବୁଝିପାରୁଛନ୍ତି? ଶରୀରକୁ ଯୋଉ ଆମେ ଭଲ ପାଉଛେ ସେ ଜମା ଏ ଶରୀର ଛାଡ଼ି ଯିବାକୁ କେହି ଭଲ ପାଆନ୍ତି ନାହିଁ। ବୁଢ଼ୀ ଡାକିଲା, କ'ଣ କରନ୍ତି? ମରିଯାଆନ୍ତି କି? ଏତେ ଦୁଃଖ କଷ୍ଟ ଯନ୍ତ୍ରଣା ଭୋଗ କରୁଛି, ମୁଁ ଜଙ୍ଗଲକୁ ଯାଉଛି, କାଠ ଆଣି ବେପାର କରୁଛି, ହେ ଯମରାଜା ତୁ ମୋତେ ନେଇଯା। ଯମରାଜା ପଳେଇଲେ। ବୁଢ଼ୀ କହିଲା, ବା କୁଆଡ଼େ ଆସିଲ? ନା ମୁଁ ତମକୁ ନବାକୁ ଆସି। ଆରେ ପୁଅ, ମୁଁ କ'ଣ ତତେ ଡାକିଥିଲି ନବା ପାଇଁ? ମୁଁ ତତେ ଡାକିଥିଲି ମୁଣ୍ଡରେ କାଠ ବୋଝଟା ତ। ଆପଣ ଯଦି ଭାବିବେ ଜ୍ଞାନ ଆସିବ, ଆପଣ ଏକୁଟିଆ ବସିବେ, କେତେ ହସିବେ, କେତେ ବି କାନ୍ଦିବେ, କେତେ ବି ମୌନ ରହିବେ। କ'ଣ କଲି ଏ ଜୀବନଟାକୁ, ଏ କ୍ରିୟମାଣଟାକୁ ମୁଁ କେମିତି ସଜାଡ଼ିବି? କ'ଣ କଲେ ମୁଁ ଖାଲି ଆନନ୍ଦ, ମୁଁ ତ ଆନନ୍ଦ ପାଇବା ପାଇଁ ଆସିଥିଲି। ଆରେ ତ ପାଠ ପଢ଼ିଲି ଆନନ୍ଦ ନାହିଁ, ବାହା ହେଲି ଆନନ୍ଦ ନାହିଁ, କୋଠା କଲି ଆନନ୍ଦ ନାହିଁ, ଜାଗା କିଣିଲି ଆନନ୍ଦ ନାହିଁ, ସୁନା ବି ପିନ୍ଧିଲି ଆନନ୍ଦ ନାହିଁ, ବ୍ୟାଙ୍କ ବାଲାନ୍ସ କଲି ବି ଆନନ୍ଦ ନାହିଁ, ବାହାଘର ବି ପିଲା ଛୁଆଙ୍କର କଲି ବି ଆନନ୍ଦ। ନିଜ ବୟସରେ ପିଲାମାନେ ଆଜିକାଲି ମ୍ୟାରେଜ କରୁଛନ୍ତି, ବାପା ମାଙ୍କର ଗୋଟେ ଆନନ୍ଦ ଅଛି, ଗୋଟେ କମ୍ପ୍ରମାଇଜ କରୁଛନ୍ତି ନା, ଆଉ ନହେଲେ ବାଟ ନାହିଁ। ଆପଣ ସ୍ୱାମୀ ସ୍ତ୍ରୀ ବସି ପଚାରନ୍ତୁ, ଆଜ୍ଞା ତମେ ପରସ୍ପର ଭଲ ପାଉଛ? ଏକୁଟିଆ ବେଳେ ଡାକି ଜଣ ଜଣଙ୍କୁ ପଚାରିଲେ, ମୁଁ କ'ଣ ଆଜ୍ଞା ଭଲ ପାଏ? ମୁଁ କମ୍ପ୍ରମାଇଜ କରୁଛି ନା, ନହେଲେ ଫ୍ୟାମିଲି ଡିଷ୍ଟର୍ବାନ୍ସ ହେଇଯିବ। ରିଅଲ ଲଭ୍ ଅଛି? ଲଭ୍ ତ ଜାଣିନାହାନ୍ତି ଦି ଜଣ ଯାକ, ଲଭ୍ କରିବେ କ'ଣ? କ୍ରିୟମାନଟା କେମିତି କରାଯାଏ ସେ ଜ୍ଞାନୀ ଆଉ ତତ୍ତ୍ୱଗୁରୁଠୁ ଦୀକ୍ଷା ଗ୍ରହଣ କରି ତାଙ୍କର ଶରଣାପନ୍ନ ହେଇକି ଜୀବନ ନିର୍ବାହ ବା ପାଳନ କରିନାହାନ୍ତି। ତେଣୁ ଜୀବନ ମୃତ୍ୟୁ କଥା ରହିଗଲା, ଆଉ କଥା କୁହାହବନି। ପୁଣି କ୍ରିୟମାଣ କେମିତି କରାହବ ପୁଣି କୁହାହବ ଯେ ଇ ଶରୀର ପ୍ରତି ଏତେ ଆସକ୍ତି, ଜମା ଶରୀର ଛାଡ଼ି ଯିବାକୁ ଇଚ୍ଛା ହବନି। ଜମା ତ ଇଚ୍ଛା ହବନି। କିଏ ମରିବାକୁ ଭଲ ପାଆନ୍ତି? ଗାଉଁଲି ଭାଷାରେ ଲୋକମାନେ କୁହନ୍ତି, ଆରେ କିଏ ମରିବାକୁ ଭଲ ପାଏ ନା କିଏ ଦବାକୁ ଭଲ ପାଏ? ବୁଢ଼ୀ କହିଲା, ଯମକୁ ତୁମ ମୁଣ୍ଡକୁ କାଠ ବୋଝ ଦେ। ଏମିତି ଶହ କଥା ଅଛି। ତେଣୁ ଯେତେବେଳେ ମୃତ୍ୟୁ ହୁଏ, କାହାର ସମସ୍ତଙ୍କର ଆଖିରୁ ଧାର ଧାର ଲୁହ ବୋହିଯାଏ, କାହାର ମଳତ୍ୟାଗ ହେଇଯାଏ, କାହାର ପରିସ୍ରା ହେଇଯାଏ, କାହାର ବୀଜସ୍ଖଳିତ ହେଇଯାଏ। ଗୋଟିଏ କଙ୍କଡ଼ା ବିଛା ମାରିଲେ ଯେତିକି ଯନ୍ତ୍ରଣା ବିନ୍ଧା ହୁଏ, 10,000 କଙ୍କଡ଼ା ବିଛା ମାରିଲେ ଯେତିକି ଯନ୍ତ୍ରଣା ହବ, ସେତିକି ଯନ୍ତ୍ରଣା ସେଇ ସମୟରେ ଦେହକୁ ହୁଏ। ତ ସେ ବ୍ୟକ୍ତ କରିପାରେ ନାହିଁ। ଧୀରେ ଧୀରେ ପ୍ରାଣ ତଳିପାରୁ ଛାଡ଼ି କାହାର ମଳଦ୍ୱାର ଯାଏ, କାହାର ଯେଉଁମାନେ ତାମସିକ ଲୋକ, କାହାର ଯୌନେନ୍ଦ୍ର ଦେଇ ପଳାଏ, ଟିକେ ରାଜସିକ ପାଟି ଦ୍ୱାରା ଯାଏ, କାହାର ଆଖି ଦ୍ୱାରା ଯାଏ, କାହାର ନାକ ଦ୍ୱାରା ଯାଏ। 10ଟା ଦ୍ୱାର ଅଛି ନା, ଗୋଟେ ଦ୍ୱାର ଦେଇ ସେ ଯେଉଁ ଦ୍ୱାର ଦେଇ ଯିବ। ଯେଉଁମାନେ ମହାପୁରୁଷ ଯୋଗୀ ସବୁବେଳେ ପରମାତ୍ମା ପରମ ବ୍ରହ୍ମକୁ ଧ୍ୟାନ କରନ୍ତି, ବ୍ରହ୍ମରନ୍ଧ୍ରରେ ମନେ ରଖନ୍ତି। ବ୍ରହ୍ମରନ୍ଧ୍ର ଅର୍ଥ ଯେଉଁ ବାଟେ ବ୍ରହ୍ମ ପ୍ରବେଶ କରିଛି, ସେଇଠି ଯିଏ ମନକୁ ରଖନ୍ତି, ସେଇ ବାଟେ ତାଙ୍କର ପଳାଏ ଆନନ୍ଦରେ। ପ୍ରାଣ କାଳେ ମନସା ଚଳନା ଭକ୍ତ ଯୁକ୍ତ ଯୋଗ ବଳେନ ଶୈବ ଭୂର୍ଭୁବ ମଧ୍ୟ ପ୍ରାଣମାବେଶ ସତଂ ପୁରୁଷ ମୁପତି ଦିବ୍ୟମ। ସେଇ ବାଟେ ପଳାଏ। ତେଣୁ ତାଙ୍କୁ ଏତେ କଷ୍ଟ ହୁଏ ନାହିଁ। ଯେ ସାରା ଜୀବନ ଭଗବାନଙ୍କୁ ଭଜନ କରିଥାଏ, ସଂସାର ଭିତରେ ରହି ଶେଷ ସମୟରେ ପ୍ରଭୁ ମନେ ପକାଇ ଦିଅନ୍ତି, ସ୍ମରଣ କରାଇ ଦିଅନ୍ତି। ସେତେବେଳେ କି କୌପୁନି, କି ପ୍ୟାଣ୍ଟ ସାର୍ଟ, କି ଧୋତି ଦେଖୁନାହାନ୍ତି। ଆଜିକାଲି ଜନ୍ମ ହେଲା ମେଡ଼ିକାଲରେ, ଲୋକ ମରିବ ଏବେ ମେଡ଼ିକାଲରେ। ଆଉ ସ୍ୱାଭାବିକ ମୃତ୍ୟୁ ନାହିଁ, ସ୍ୱାଭାବିକ ଜନ୍ମ ନାହିଁ। କିଭଳି ସିଚୁଏସନରେ ଆମେ ଆସି ପହଞ୍ଚିଲେଣି। କ'ଣ ଆଜିକାଲି ପିନ୍ଧେଇ ଦେଉଛନ୍ତି ହଗିସ୍ ନା କ'ଣ, ମୁଁ ଜାଣିନି ବାପା। ସେଇ ଝାଡ଼ା ବର୍ଷା କର, ତୁ ପଡ଼ ସେଇଠି ବୁଢ଼ା, ସାଲାଇନ୍ ଲଗେଇଦେବେ, ଦେଖି ନ ନେଇଦେବେ, ଚାଲିଯିବେ।
ଏବେ ଏମିତି ଗୋଟେ ହେଇଛି ଆଇସିୟୁରେ ସମସ୍ତଙ୍କୁ ଡକ୍ଟର ରଖିବେ। କେମିତି ମୃତ୍ୟୁ ହେବ ଦେଖନ୍ତୁ। ଯଦି ଭଜନ କରି କରି ସାରା ଜୀବନ ଚାଲିବେ, ନିଜର କ୍ରିୟମାନଟାକୁ ଯଦି ସୁନ୍ଦର ଭାବରେ ଆପଣ ସଜାଡ଼ି ଦେବେ, କେମିତି ସଜାଡ଼ିବେ ସେଇ କଥା ତତ୍ତ୍ୱଗୁରୁ ଜ୍ଞାନୀ ଗୁରୁ ଆପଣଙ୍କୁ କହିବେ। ତା ବାବା ଜାଣିଛନ୍ତି, ଆପଣଙ୍କୁ ବି ଜଣେଇଛନ୍ତି। ଯେତେ ଶୁଣିଲା ପରେ ଆପଣଙ୍କର ମନେ ରହୁନାହିଁ, ସବୁବେଳେ ମୁଁ ମୋର ଭାବ ନେଇକି ଆପଣ ବ୍ୟସ୍ତ ରହିଛନ୍ତି। ରୁହନ୍ତୁ, ଯାହା କରୁଛନ୍ତି ନିଜ ପାଇଁ, କାହାକୁ ଦେଲେ ନିଜ ପାଇଁ, ସାଧନା କଲେ ନିଜ ପାଇଁ, ଖାଇଲେ ନିଜ ପାଇଁ, ପିନ୍ଧିଲେ ନିଜ ପାଇଁ, ସବୁ ନିଜ ପାଇଁ। ଆପଣ ସମସ୍ତଙ୍କ ପାଇଁ ଆସିନାହାନ୍ତି, ନିଜ ପାଇଁ ତ ଆପଣ ହେଇନାହାନ୍ତି। ଆଉ ନିଜକୁ ବିଶ୍ୱାସ କରିନାହାନ୍ତି, ନିଜକୁ ଭଲ ପାଇନାହାନ୍ତି। ଆପଣ କ'ଣ ଭଗବାନଙ୍କ ସେବାରେ ଲାଗିଲେଣି? ଏଇ ଜୀବନଟା ସତରେ କାଟିଦେବି, ମୋ ଗୁରୁଙ୍କ ସେବାରେ କାଟିଦେବି, ତାହେଲେ ମୁଁ ଦୁନିଆକୁ ବାସିବି। କେବେ ଚନ୍ଦନ ହେଇପାରିବେନି। ଯଦି ଚନ୍ଦନ ହେଇପାରିବେ, ଯଦି ଆପଣଠି ମଳୟ ପବନ ବାଜିବ। ଗୁରୁଙ୍କର ଯେଉଁ ମଳୟ ପବନ, ସେ ମଳୟ ପବନ କ'ଣ ପୁଣି ବ୍ୟାଖ୍ୟା କରାହେବ। ଯଦି ବାଜିବ ଆପଣ ଚନ୍ଦନ ହେବେ, ଆପଣ ଦୁନିଆକୁ ବାସିବେ। ନହେଲେ ଜାଳେଣୀ କାଠ ହୋଇ, ଅଡ଼ିନାର କାଠ ହୋଇ, ଭାତ ଡାଲମା ରୋଷେଇ ହେଇ ତାକୁ ଖାଇ ଲୋକ ବାନ୍ତି କରି ହଜମ କରି ଝାଡ଼ା ଫେରିଦେବେ। ଆଉ କାମ ବାପା କିଛି ନାହିଁ। ତେଣୁ ୟୁର ଡେଷ୍ଟିନ୍ ଇଜ୍ ଇନ୍ ୟୁର ହ୍ୟାଣ୍ଡ। ଆପଣ ଭାଗ୍ୟଟା ଆପଣଙ୍କ ହାତରେ। ଆପଣ ଯେମିତି କରିବେ ସେମିତି ପାଇବେ। ଆଜ୍ ୟୁ ସୋ ୟୁ ରିପ୍। ଯେମିତି କର୍ମ କରିବେ ସେମିତି ପାଇବେ। କେମିତି ଆମେ ଧ୍ୟାନ କରିବୁ? ତୁମର ତ ଯମ ହେଇନାହିଁ, ତୁମର ତ ନିୟମ ହେଇନାହିଁ, ତୁମର ତ ଆସନ ହେଇନାହିଁ, ତୁମର ତ ପ୍ରାଣାୟାମ ହେଇନାହିଁ, ତୁମର ତ ପ୍ରତ୍ୟାହାର ହେଇନାହିଁ, ତୁମର ତ ଧାରଣା ହେଇନାହିଁ। ସବୁଥିରୁ ମନକୁ ତୁମେ ନିବୃତ୍ତ କରି ଈଶ୍ୱରଙ୍କ ପାଖରେ ଦବାଟାକୁ ହିଁ କୁହାଯାଏ ପ୍ରତ୍ୟାହାର। ୱିଡ୍ର, ସବୁଥିରୁ ମାଇଣ୍ଡଟାକୁ ଆପଣ ୱିଡ୍ର କରିଦେଲେ, ଆପଣ ତ ସବୁଥିରେ ମନ, ଆପଣ କ'ଣ ଧ୍ୟାନ କରିବେ? ସକଳ ସଙ୍ଗ ମୁଁ ମନ ମାରି, ନିଶ୍ଚଳ ମୋତେ ଧ୍ୟାନ କରି, ତେବେ ତୁ ଦେଖିବୁ ସାକ୍ଷାତେ, ଆତ୍ମାର ରୂପ ଦୃଷ୍ଟି ମାତ୍ରେ। ଉପନିଷଦରେ ସର୍ବଚିନ୍ତା ପରିତ୍ୟାଗ ନିଶ୍ଚିନ୍ତ ଯୋଗ ଉଚ୍ୟତେ। ତୁ ତ ସବୁଟାକୁ ସତ୍ୟ ଭାବିଛୁ, ଭଗବାନଙ୍କୁ ମିଥ୍ୟା ଭାବିଛୁ। ତେଣୁ ତୋର ଧ୍ୟାନ କେମିତି ହବ? କେବେ ଧ୍ୟାନ କ'ଣ କେହି ବୁଝିନାହାନ୍ତି। ଧାରଣା, ଗୋଟିଏ ଚିନ୍ତାରେ ମୁଁ ସବୁବେଳେ ରହିଲି। ମୋ ମନ ଭିତରେ ଯେମିତି ପ୍ରେମିକା ପ୍ରେମିକକୁ ଚିନ୍ତା କରେ, ମା ଛୁଆକୁ ଚିନ୍ତା କରେ, ବିଷୟୀ ଲୋକ ଯେଭଳି ଧନକୁ ଚିନ୍ତା କରେ, ସେଇଭଳି ଈଶ୍ୱର ଚିନ୍ତା ବ୍ୟତୀତ ତମ ଭିତରେ ଦ୍ୱିତୀୟ ଚିନ୍ତା ନ ରହେ। ମାଇଣ୍ଡ ୱିଲ୍ ବିକମ୍ ଓନ୍ଲି ୱାନ୍ ଥଟ୍। ଏ ଜନ୍ମରେ ଗୋଟିଏ ଚିନ୍ତାକୁ ଯାଅ, ତାପରେ ଧ୍ୟାନ। ସେଇ ଚିନ୍ତାଟା ତ ଗଭୀରରୁ ଗଭୀରତମକୁ ଗଲା। ଆପଣ ଚିନ୍ତା କରି କରି ତ ହଜି ଯାଇଛନ୍ତି, ଆଉ କିଛି ଜାଣିପାରିନାହାନ୍ତି। ଥଟ୍ଲେସନେସ୍ ଷ୍ଟେଜକୁ ଯାଇଛନ୍ତି। ସେତେବେଳେ ମେଡିଟେସନ୍ ଷ୍ଟାର୍ଟ ହେଲା। କେତେବେଳେ ଲୋକ ଥଟ୍ଲେସନେସ୍ ଷ୍ଟେଜକୁ ଯିବ? ଯେତେବେଳେ ଶ୍ୱାସ ତାର କୁମ୍ଭକ ଅବସ୍ଥା ଆରମ୍ଭ ହେବ। ଶ୍ୱାସ ଗୋଟେ 0 ଡିଗ୍ରୀରେ ପହଞ୍ଚିବ। ଏଣ୍ଟାୟାର ବଡ଼ିରେ ବ୍ରେଥ୍ ଅଛି, ବ୍ଲଡ୍ ସର୍କୁଲେସନ୍ ହେଉଛି, ଆପଣ ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ କ୍ରିୟାଶୀଳ ହେଉଛି। ସବୁଥିରୁ ସେଇ ବ୍ରେଥ୍ ୱିଡ୍ର ହେଇଯିବ। ଆପଣ ମୂର୍ତ୍ତବତ୍ ଅବସ୍ଥା, ଯେମିତି ମଲାବେଳେ ପିଣ୍ଡରୁ ପ୍ରାଣ ଛାଡ଼ିଯାଏ ତଳିପାଠାରୁ, ଦେଖ କେତେ କୋଲାପ୍ସ ଥଣ୍ଡା ଲାଗୁଛି। ଧୀରେ ଧୀରେ ଉଠି ପ୍ରାଣ ଛାଡ଼ି ଛାଡ଼ିକି ଆସେ, କାହାର କେଉଁ ବାଟେ ଯାଏ। ବାବା ପୂର୍ବରୁ କହୁଥିଲେ, ସେଇଭଳି ଯୋଗ ପିରିୟଡ଼ରେ, ସାଧନା ପିରିୟଡ଼ରେ, କି ଭକ୍ତି ଯୋଗରେ ହଉ, କର୍ମ ଯୋଗରେ ହଉ, ଜ୍ଞାନ ଯୋଗରେ ହଉ, ଆପଣ ମନ ସବୁଥିରୁ ନିବୃତ୍ତ ହେଲା ମାନେ ଆପଣଙ୍କର ଶ୍ୱାସ ପ୍ରଶ୍ୱାସ ଅକ୍ସିଜେନ୍ ସବୁଠାରୁ ୱିଡ୍ର ହେଇଯିବ। ଗୋଟିଏ ବିନ୍ଦୁରେ ରହିଲେ ଆପଣ କୁମ୍ଭକ। ସେତିବେଳେ କ'ଣ ହବ? ଧ୍ୟାନ ଆରମ୍ଭ ହବ। କେତେ ସାଧନା କଲେ
ଏଇ ଜନ୍ମରେ ତମର ବୃତ୍ତି ନିବୃତ୍ତି ହେବ। ଯୋଗ ଚିତ୍ତବୃତ୍ତି ନିରୋଧ। ଏ ବିଷୟରେ କହିଲେ ଘଣ୍ଟା, ତୁମେ ତ ପ୍ରିଲିମିନାରୀ ତୁମର ସବୁଥିରେ ଅଛ। ଆରେ ସେ ବନ୍ଧୁ ଡାକିଛି, ତାର ବିବାହଘର, ତାର ବ୍ରତଘର, ତା ବାପାରେ 10 ଏକାଦଶ, ଇରେ ଆଶ୍ରମର ଅଷ୍ଟପରି ଯଜ୍ଞରେ କାହାର ମୁଣ୍ଡ ଅଛି? ସତ କଥା, କଷ୍ଟ ଲାଗିବ ପ୍ରିୟ, ସତ କଥା କହିଲେ କାହାର ମୁଣ୍ଡ ଅଛି? କିନ୍ତୁ କାହିଁକି ଯିବ? କ'ଣ ପାଇଁ ଯିବ? ଏଟା ରିଜେକ୍ଟ ଲିଷ୍ଟରେ ପଡ଼ିଛି, ତାକୁ ନେଗ୍ଲେକ୍ଟ କରିଦିଅ। ଇରେ ସମ୍ପର୍କ କାଟିବା ପାଇଁ କୁହାହେଉଛି ଯୋଗ ଚିତ୍ତବୃତ୍ତି ନିରୋଧ। ସବୁଥିରୁ ମନକୁ ନିବୃତ୍ତି କର। ତମର ଯଦି ଈଶ୍ୱରଙ୍କ ଉପରେ ଗୁରୁଙ୍କ ଉପରେ ବିଶ୍ୱାସ ନିର୍ଭର ହେଲା, ମୋ ଗୁରୁ ହିଁ ସବୁକିଛି, ମୋ ଭଗବାନ ମୋ ପାଇଁ ସବୁକିଛି, ମୁଁ ସେଇଥିପାଇଁ ଆସିଛି, ମୁଁ ଏଇଟା ମୁଖ୍ୟ କର୍ମ, ସେଇଟା ଗୌଣ କର୍ମ। ଆମର ତ ମୁଖ୍ୟ କର୍ମକୁ ଗୌଣ କର୍ମ ବି ନାହିଁ, ରିଜେକ୍ଟ। ଏଟା ପଡ଼ିଛି, କନସିଡର। ଦେଖିବା ବାବା କହିଛନ୍ତି, ଆସନ୍ତୁ ଖବର ଆଇଛି, ସମୟ ହେଲେ ସୁବିଧା ହେଲେ ସେଇଟାକୁ ୱାର୍କଆଉଟ୍ କରିବା। ଆଜି ବାହାଘର ହେଲା, ନିଜ ଜମି କିଣା ହେଲା, ପଇସା ଅଛି, ବ୍ୟାଙ୍କ ବାଲାନ୍ସ ଅଛି, ବାବା କହିବେ ଅମଠି ଗୋଟେ ଜାଗା କିଣିବା, ଆଶ୍ରମ କରିବା, ଧ୍ୟାନ କେନ୍ଦ୍ର କରିବା, ବସିକି ଧ୍ୟାନ ଆଉ ସତ୍ସଙ୍ଗ କରିବା। କ'ଣ କରିବା ଦେଖୁନା, ଆପଣ ବୁଝିପାରିବେ ନାହିଁ ଏତେ ୱାନ୍ସ ଭିତରେ ମୁଁ ଅଛି। ସେଥିଲାଗି ଅପ୍ରିୟ ସତ କଥା କୁହ, କିନ୍ତୁ ଅପ୍ରିୟ ସତ କଥା କୁହନି। କାହିଁକି ନା ଲୋକ ମନରେ ଅଛି, ତା ଦୋଷକୁ ସେ ଜାଣିପାରିବନି। ଯାହା ଦୋଷକୁ ସେ ଜାଣିପାରିବ, ସେ ଲାଇକ୍ ୱାଇ ମାଇଣ୍ଡ, ମାନେ ୱାଚ୍ ୟୁର ଥଟ୍ସ, ୱାଚ୍ ୟୁର ବ୍ରେଥ୍, ୱାଚ୍ ୟୁର ମାଇଣ୍ଡ। ସେ ଲୋକ କରେକ୍ସନ୍ ହେବ। ଚିନ୍ ଯେଉଁ ଦୋଷକୁ ଜାଣିପାରିବନି, ଠକିଣି ନେଗେଟିଭ୍ ମାଇଣ୍ଡ ହେଇଯିବ, ନକାରାତ୍ମକ ଚିନ୍ତା ତା ଭିତରେ ପଳେଇ ଆସିବ, ତା ଭିତରେ ରିଆକ୍ସନ୍ ହେବ, ନା ଆଉ ଯିବା ନାହିଁ। ଏତେ କଲା ପରେ ବି ଯଦି ଗାଳି ନିନ୍ଦା ଅଛି, ଆଉ ସେ ଯିବା ଦରକାର ନାହିଁ। ଆରେ ସୁନାକୁ ଗଣିଆ କ'ଣ ଥରେ ପକାଇ ନିଆଁରେ? ଅନେକ ଥର ପକାଏ ନା। ଗୋଟେ ମିସ୍ତ୍ରୀ, ଗୋଟେ କାରିଗର ଗୋଟେ ମାର୍ବଲ ଖଣ୍ଡୁ କି ଗ୍ରାନାଇଟ୍ କି କଳା ମୁଗୁନିକୁ ଗୋଟେ ପ୍ରହାରରେ ଗୋଟେ ମୂର୍ତ୍ତି କରେ, ଅନେକ ପ୍ରହାର ଦିଏ ମୂର୍ତ୍ତିଟିଏ କରିବା ପାଇଁ। ତେଣୁ ଡେ ବାଇ ଡେ ଗୁରୁ ଯେତେ କହିବେ ଆପଣମାନଙ୍କ ପାଇଁ, ଆପଣ ମନ ସେତେ ନିବୃତ୍ତି ହେବ, କରେକ୍ସନ୍। କାରଣ ସଂସାରର ଆସକ୍ତି ଛାଡ଼ିବ ନାହିଁ। ତେଣୁ ମୃତ୍ୟୁ କଥା, ମୃତ୍ୟୁ ଶରୀର ଛଡ଼ା କେହି ଭଲ ପାଆନ୍ତି ନାହିଁ। ଜନ୍ମ ମୃତ୍ୟୁ ଗଲା, ପୁଣି ଜରା ରହିଛି, ବ୍ୟାଧି ରହିଛି, ଆଉ କହିବା ନାହିଁ। ଆର୍ଥର ସତ୍ସଙ୍ଗକୁ କହିବା କ୍ରିୟମାଣ ଉପରେ। ତେଣୁ ଭଗବାନ ଭଗବତ ଗୀତାରେ କହିଛନ୍ତି, କର୍ମଣ ହପି ବୋଧବଂ ଚ ବିକର୍ମଣ ଅକର୍ମଂସ ବୋଧବଂ ଗହନା କର୍ମଣ ଗତି। କର୍ମର ଗତି ଅତି ଗହନ। କେମିତି କର୍ମ କରାଯାଏ, କେଉଁ କର୍ମଟା ଡ୍ୟୁଟିଜ୍ ଗଡ୍ ହେବ, କେଉଁ କର୍ମ ଦ୍ୱାରା ଆମେ ଈଶ୍ୱରଙ୍କ ସହିତ ମିଳନ ଏକକାର ହୋଇପାରିବା, ଆମ ଜୀବନଟା ସରସ ସୁନ୍ଦର ଆନନ୍ଦ ଆଉ ପ୍ରେମମୟ ହେଇପାରିବ, ତା ଆମେ ଗୁରୁଙ୍କ ଠାରୁ ଶିଖିବା, ପ୍ରତିଜ୍ଞାବଦ୍ଧ ହେବା, ଜୀବନରେ କାର୍ଯ୍ୟକାରୀ ହେବା। ପ୍ରତ୍ୟେକଟି ମୁହୂର୍ତ୍ତରେ ଆମେ ସଚେତନତାରେ ରହିବା, ଆତ୍ମବୋଧରେ ରହିବା, ଆତ୍ମବୋଧ ଅବସ୍ଥାରେ ରହିବା। ସବୁରି ଭିତରେ ସେ ଆତ୍ମା ବା ଭଗବାନ ତାଙ୍କୁ ଦେଖିବା। ଆତ୍ମବୋଧରେ ଆମ ସମସ୍ତ କର୍ମ ଗୁଡ଼ିକ ଯଦି କରିବା, ତାହେଲେ କୌଣସି କର୍ମ ଆମକୁ ବନ୍ଧନରେ ପକାଇଦେବ ନାହିଁ। ପ୍ରତ୍ୟେକ କର୍ମ ଆମକୁ ଦେବ ମୁକ୍ତି, ତାପରେ ମୋକ୍ଷ। ତେଣୁ ସାଧନା ନ କଲେ ହେବ ନାହିଁ। ବିନା ସାଧନାରେ ଏ କଥା ଶୁଣିଲେ ହେବନି। ଯେମିତି କ୍ଷୀର ଭିତରେ ଘୃତ ଅଛି, ଆପଣମାନେ ଶୁଣିଛନ୍ତି, ଆପଣ ସେ ବିଷୟରେ ଆଇଡ଼ିଆ ହେଇଗଲା, କିନ୍ତୁ ପ୍ରକ୍ରିୟା ଦରକାର। କ୍ଷୀରରୁ ଘୃତ କେମିତି ବାହାରିବ, ସେଇଭଳି ଏଇ ଅବସ୍ଥା ଆସିବା ପାଇଁ, ଆତ୍ମବୋଧ ଅବସ୍ଥା ନିଜ ଭିତରେ ଆସିବା ପାଇଁ, ସର୍ବଭୂତରେ ଆସିବା ପାଇଁ ଆମେ କ୍ରିୟାଯୋଗ କୌଶଳ ଗୁଡ଼ିକ କ'ଣ କରିବା? ପ୍ରୟୋଗ କରିବା। ଗୀତାରେ ସେ ଶ୍ଲୋକଟି ଅଛି, କେଉଁ ଅଧ୍ୟାୟରେ ମୋର ମନେ ପଡ଼ୁନି, ଲାଷ୍ଟ କଥା, ବହୁନାଂ ଜନ୍ମ ନାମନ୍ଦେ ଜ୍ଞାନମାନଂ ମାଂ ପ୍ରପଦନ୍ତେ ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ବହୁନା, ନବମ ଅଧ୍ୟାୟରେ ପ୍ରାୟ ବହୁନାଂ ଜନ୍ମ ନାମନ୍ଦେ। ତାର ଏଠି ଭଗବାନ କହିଲେ ବହୁନାଂ ଜନ୍ମ ନାମନ୍ଦେ, ବହୁ ଜନ୍ମ ଲାଗିବ, ଏଇ ଗୋଟେ ଜନ୍ମରେ ବି ହବ।
तब ये सूक्ष्मादि सूक्ष्म टेक्निक अच्छी लक्ष लक्ष वर्ष को गुरु शिखई देवे गोटे गोटे दिन में गोटे मुहूर्त आप पास कर गुरु जम्मा क्या से कथा कहे ना जी फुल डेडिकेटेड फुल पूर्ण समर्पण जे करिब से देखिए अंतर रे शुद्ध एवं पवित्र कौन से गलत नहीं ये केवल से जन्म होइछि ताको गुरु जाचिकी देवे आमको केमिति देले सेठी बहु नांग कौशल को नवम सप्तम अध्याय 19 श्लोक बहु नांग जन्म नामंते ज्ञान मान मांग प्रपदंते तुम ज्ञानी हब आत्मज्ञानी हब कौन ज्ञानी हब ना वासुदेव सर्वमिति सबुरी भितर वासुदेव स महात्मा से माने होचंदी महापुरुष सुदुर्लभ भगवान कहते से माने सुदुर्लभ ये कथार अर्थ कौन ना निज भितर जे आत्मदर्शन करती सर्वभूत जे आत्मदर्शन करती से होचंदी महापुरुष आउ सुदुर्लभ तेणु केमिति हम क्रियमानटा को जब आप सजाड़ी देवे पूर्ण मात्रा आपण भितर वासुदेव सर्वमिति हम से क्रिया युग परंपरा कहुई सेकेंड क्रिया थर्ड क्रिया फोर्थ क्रिया वासुदेव मंत्र को दिखाई अभ्यास करने जहाँ भीतर वासना नहीं ता भीतर सेकेंड क्रिया हम थर्ड क्रिया हम फोर्थ क्रिया हम जहाँ भीतर वासना अच्छी बा डिजायर अच्छी तो सरल भाषा कहले जहाँ भीतर कामना अच्छी आज आसला बेले आम दीपा माँ को पचारू माँ मन कामना उठुची ना ना ये विशेष कामना उठुनी तार तो कामना अच्छी कामना नथले सर्विस करेंगे केमी गोटे जेहेत बसी भगवान को भजन करेंगे आम जाचु पचारू जार तो कामना नहीं से तो गोटे जगह रोटे जगह बस केवल ही साधना कर मन प्रश्न उठे समस्त जमी करेंगे सृष्टि प्रभाव केमी चलो ये कथार उत्तर बाबा देते एमती करवा व्यक्ति भारत ओडिशा वर्ष 5-6 जन बाहरते कि यही कनसीयसनेस आसवाई केवे आसब आपण मैंने एत शुणिले यही जन्म सात्विक वृत्ति करें गोटे ड्रेस पिंधि पारे गोटे टाइपर खाद्य खाईपर गोटे अवस्था रहीपर सब भगवान को नाम को जप ध्यान काटी पारे निज इनकम मैक्सिमम पैसा को ठाकुर सेवार लगेदेवे प्रभु सेवार लगेदेवे निजे न पिंधि प्रभु को देदेवे निजे न खाई प्रभु को देदेवे करें जानिबे एटा सत्य एटा मो पाई ये साथी रे जीव साथी रे संबल रख पूर्ण धन गोपने अति जतने मन चाहल निज निके जानला पर भी आपण करेंगे कहीं संसार प्रति आसक्ति देह प्रति आसक्ति मन रही जदि गुरु ग्रहण करी यदि साधना करी 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 अपन चलिए गुरु पर श्रद्धा विश्वास भक्ति निर्भर रहिबो अपन मानसिक स्तर गोटे ग्रेट चेंज हो मन संपूर्ण भाव मुक्त हो मुक्त हेले जाकि मोक्ष हम सबुथरु मुक्त हम सबुथरु मुक्त हम तार शेष खाइबा भूल पिंधिबा भूल आ देह को भूलीज बसची बसची चली जप ध्यान दिन दिन मास मास वर्ष वर्ष चली जार लक्ष्य स्थिर जार लक्ष्य स्थिर ही नहीं जहाँ पर एम्फासिस दे नहीं चलती से भगवान से श्लोकटी को कहले सप्तम अध्याय 19 श्लोक बहु नांग जन्म नाम सबु तुम्हें अपन केतबले भाभी पारना शुणी गॉड इज एवरीथिंग इज गॉड यू हैव नो रियलाइजेशन चलतो सब डिपेंड करे आपनकर क्रियमान उपरे क्रियमान को केमिति कहिबे आगामी जदि भगवान आशीर्वाद कृपा गुरुंकर थाए बंची जीवन थाए नेक्स्ट संडे रे पुणी ये कहब जन्म मृत्यु कहुई जरा व्याधि कहुईनी आध्यात्मिक अधिभौतिक अधिदैविक कहुईनी कर्म केमिति करा
ସେଇଟା ମଧ୍ୟ କୁହା ହେଇନାହିଁ, ସେଇଟା କୁହାହେବ। ସେଥିପାଇଁ ଗୁରୁ ଭଗବାନଙ୍କର ଆଶୀର୍ବାଦ କୃପା ଦରକାର। ଶେଷରେ କ୍ରିୟାଯୋଗ ପରମ୍ପରାର ସମସ୍ତ ଗୁରୁମାନଙ୍କୁ ପ୍ରଣାମ କରୁଛି। ବିଶ୍ୱର ପ୍ରତ୍ୟେକ ସମ୍ପ୍ରଦାୟର ଗୁରୁମାନଙ୍କୁ ମୁଁ ପ୍ରଣାମ କରୁଛି। ଉପସ୍ଥିତ ଭଗବତ ସ୍ୱରୂପଗଣ ସବୁରି ଭିତରେ ଜଗନ୍ନାଥ ଉପଲବ୍ଧି କରି ମୁଁ ପ୍ରଣାମ କରୁଛି। ସର୍ବେ ଭବନ୍ତୁ ସୁଖିନ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣୀ ପଶନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ହରି ଓମ୍ ତତ୍ସତ୍। ଜୟ ଗୁରୁଦେବ, ଜୟ ଜଗନ୍ନାଥ।